Good afternoon, friends. Today we will discuss on Unit 7 and 8. Unit 7 is the concepts and development in physical anthropology or biological anthropology. Then Unit 8 will discuss on the development of social or cultural anthropology. Let us now discuss about the development of physical anthropology. As you know, anthropology is a holistic study of man. It studies man, it's both biological aspects, socio-cultural aspects, and all the aspects related to man, its economic, its health, its growth, all aspects of man. And so far, the physical anthropology is concerned, the development of physical anthropology, we can trace back normally European bala, European scientists, ସେମାନେ ଡେଭଲପ୍ କଲେ ଫିଜିକାଲ ଆନ୍ଥ୍ରୋପୋଲୋଜି ବା ଶାରୀରିକ ନେତୃତ୍ୱ ପ୍ରଥମେ ଭାରତକୁ ଏହା ପରେ ଆସିଲା। କିନ୍ତୁ ଆମେ ପ୍ରଥମ ଯଦି ଦେଖିବା ତାର ଡେଭଲପମେଣ୍ଟକୁ ଇତିହାସକୁ ଯିବା, ଜର୍ମାନ ସାଇଣ୍ଟିଷ୍ଟ ଜଣେ ସ୍କଲ୍ ଜୋନ୍ ଫ୍ରେଡେରିକ୍ ବ୍ଲୁମେନ୍ ବ୍ୟାକ୍, ସେ ଲେଟ୍ 18th ସେଞ୍ଚୁରୀରେ ଫିଜିକାଲ ଆନ୍ଥ୍ରୋପୋଲୋଜି ତାଙ୍କର ହି ଇଜ୍ ଏ ନ୍ୟାଚୁରାଲିଷ୍ଟ, ନେଚର ଉପରେ ନେଚର ସହିତ ମ୍ୟାନ୍ର ରିଲେସନସିପ୍ ଷ୍ଟଡି କରିଥିଲେ। ହି ୱାଜ୍ କନସିଡର୍ଡ ଟୁ ବି ଦି ଫାଉଣ୍ଡର ଅଫ୍ ଫିଜିକାଲ ଆନ୍ଥ୍ରୋପୋଲୋଜି। ସେ ତାପରେ ଇନଭେଣ୍ଟ କଲେ କ୍ରାନିଓମେଟ୍ରି, which we call craniology, study of the science of cranium. Cranium ଆମେ କହୁଛେ ଆମର ଯେଉଁ ସ୍କଲ୍ର ଉପର ଭାଗଟାକୁ କ୍ରାନିୟମ୍ କହୁଛେ, ମାଣ୍ଡିବୁଲ ଫେସ୍ ଏସବୁ ମିଶିଲେ ପୁରା ସ୍କଲ୍ ଆମେ କହୁଛେ, କିନ୍ତୁ କେବଳ କ୍ରାନିୟମ୍ କହିଲେ ୱିଦାଉଟ୍ ମାଣ୍ଡିବୁଲ ଆମେ ତାକୁ କ୍ରାନିୟମ୍ ବୋଲି କହୁଛେ। ସେ କ୍ରାନିଓମେଟ୍ରି ବା କ୍ରାନିଓଲୋଜି ତାକୁ ଷ୍ଟଡି କରିଥିଲେ ଏବଂ ସେ କ୍ରାନିଓଲୋଜି ଷ୍ଟଡି କରିକିରି ସେ ଏଣ୍ଟାୟାର ପପୁଲେସନକୁ 5ଟା ଡିଭିଜନରେ ଡିଭାଇଡ୍ କରିଥିଲେ, ଯେଉଁଟାକି ଆମେ କହୁଛେ ଆମେରିକାନ, କକେସିଆନ, ଦେନ୍ ଇଥୋପିଆନ, ମାଲାନେସିଆନ, ଏରକମ 5ଟା ଟାଇପ୍ର, ଦେନ୍ ମଙ୍ଗୋଲିଆନ, ଆମେରିକାନ, କକେସିଆନ, ଇଥୋପିଆନ, ମାଲୟାନ বা ମାଲେସିଆନ ଆଣ୍ଡ ମଙ୍ଗୋଲିଆନ, ଏরকম 5 রকম ডিভিଜন প্রথমে ସେ କରିଥିଲେ ଆର୍ଲି 19th ସେଞ୍ଚୁରୀରେ। ଦି ବ୍ଲୁମେନ୍ ବ୍ୟାକ୍, ତାଙ୍କ ଷ୍ଟଡି ୱାଜ୍ ଭେରି ଇମ୍ପୋର୍ଟାଣ୍ଟ ଇଭିନ୍ ଟୁଡେ। ଏବଂ ସିଏ ଯେତେବେଳେ ଷ୍ଟଡି କରିଥିଲେ, ସେ ତାକୁ ଇଭଲ୍ୟୁସନଟାକୁ, ହ୍ୟୁମାନ ରେସ୍ଟାକୁ ଗୋଟେ ସିଙ୍ଗଲ ଲାଇନରେ ବା ତାକୁ କହନ୍ତି ମନୋଜେନିକ୍ ସିଙ୍ଗଲ ଲାଇନ୍ ଅଫ୍ ଡେଭଲପମେଣ୍ଟ ବୋଲି କହିଥିଲେ। ଏବଂ ସେ ତାକୁ ଲିଙ୍କ କରିଥିଲେ ଖ୍ରୀଷ୍ଟିଆନ ଫିଲୋସଫି ଆଡମ୍ ଆଣ୍ଡ ଇଭ୍ ସହିତ ଲିଙ୍କ କରିଥିଲେ। କିନ୍ତୁ ଆମେ ଯଦି ଦେଖିବା ଦି ଇଫ୍ ହ୍ୟୁମାନ୍ସ ୱେର୍ କ୍ରିଏଟେଡ୍ ଇନ୍ ଦ ଇମେଜ୍ ଅଫ୍ ଗଡ୍, ଇଂଲିଶ ମ୍ୟାନ୍ ଅର୍ ଫ୍ରେଞ୍ଚ ମ୍ୟାନ୍ ଅର୍ ଜର୍ମାନ, ସେମାନେ ତାକୁ ସେଇ ଭ୍ୟୁରେ ଚିନ୍ତା କରୁଥିଲେ। ଏବଂ ଆଉ ଜଣେ ଜର୍ମାନ ଲୋକ ସେ ତାକୁ କହୁଥିଲେ ଦି ଗଡ୍ ଆଡମ୍ ୱାଜ୍ ବ୍ଲାକ୍, ଇଭିନ୍ ଦି କଲର୍ ବୋଲି କହିଥିଲେ। ଇଂଲିଶ ଆନ୍ଥ୍ରୋପୋଲୋଜିଷ୍ଟ ପିଚର୍ଡ, ଜେମ୍ସ ଜେସି ପିଚର୍ଡ, ସେ ସେଇ ଆର୍ଲି 19th ସେଞ୍ଚୁରୀରେ କହିଲେ, ଇଂଲିଶ ବା ବ୍ରିଟିଶ ଆନ୍ଥ୍ରୋପୋଲୋଜିଷ୍ଟ, ସେ ପ୍ରପୋଜ କଲେ ଯେ ଆଡମ୍ ହ୍ୟାଡ୍ ବିନ୍ ବ୍ଲାକ୍। ଆମେ ଯେମିତି କହୁଛେ ଆମର ଇଣ୍ଡିଆନ, ଆମ ଭଗବାନ କୃଷ୍ଣ ଇଜ୍ ବ୍ଲୁ, ରାମ ଇଜ୍ ମେଘବର୍ଣ୍ଣର। ଏବେ ରାମଙ୍କର ମୂର୍ତ୍ତି ଆମର ପ୍ରତିଷ୍ଠା ହେଲା ରାମ ମନ୍ଦିରରେ, ପିଲା ରାମ, ତାଙ୍କର ଦେଖିଲ କେମିତି କଲର୍ଟା, ମାନେ ଇଟ୍ ଇଜ୍ ସେଟାକୁ ସେମାନେ ଆମର ତ ଆହୁରି ବହୁତ ଆଗରୁ ପ୍ରାୟ 5000 ବର୍ଷ ପୂର୍ବରୁ ଆମେ ଚିନ୍ତା କରିଥିଲେ, ତାକୁ ଡିସାଇଡ୍ କରିଥିଲା। କିନ୍ତୁ ରାମଲାଲାଙ୍କର ଛୋଟ ପିଲା ରାମଲାଲା, ତେଣୁ 5-6 ବର୍ଷର ରାମଲାଲା କଥା ଆମେ ଚିନ୍ତା କରୁଥିଲେ। କିନ୍ତୁ ସେତେବେଳେ ସେ ଆଡମ୍ କିଛି ଏଜ୍ କି କିଛି କହିନାହାନ୍ତି, ଆଡମ୍ ୱାଜ୍ ସପୋଜ୍ଡ ବ୍ଲାକ୍ ବୋଲି କହିଛନ୍ତି। ସୋ এইরকম ସେ ଫିଜିକାଲ ଆନ୍ଥ୍ରୋପୋଲୋଜି ସହିତ ଗଡ୍କୁ, ତାଙ୍କ କଲର୍ ସହିତ ଗଡ୍କୁ ବ୍ଲୁମେନ୍ ବ୍ୟାକ୍ ତାଙ୍କର ସ୍କଲ୍ ବା କ୍ରାନିୟମର ଡେସ୍କ୍ରିପସନ୍ ସହିତ 5 ଭାଗରେ ଏଇରକମ ଡିଭାଇଡ୍ କରିଥିଲେ। ସୋ
ତାପରେ ପରେ ଆମେ ଦେଖୁଛେ ୟୁରୋପିଆନ୍ ଆନ୍ଥ୍ରୋପୋଲୋଜିର ଡେଭଲପମେଣ୍ଟ ବିସ୍ତାର ହେଲା ଏବଂ ଆଉ ଜଣେ ପ୍ୟାରିସ୍ anthropologist Paul Broca ସେ ସେମିତି ଆର୍ଲି 19th ସେଞ୍ଚୁରୀରେ 1910 20 particularly 1920 ରେ ସେ ସରି 1850 ପରେ ପରେ ସେ anthropological society of Paris ଯେତେବେଳେ ଏଷ୍ଟାବ୍ଲିଶ ହେଲା 1859 ଟୁ ବି ଏକ୍ଜାକ୍ଟଲି ସେଇ ଟାଇମ୍ରେ ସିଏ ବହୁତ ଆନ୍ଥ୍ରୋପୋଲୋଜିକାଲ ଲାବୋରେଟୋରୀ ଗୋଟେ ଏଷ୍ଟାବ୍ଲିଶ କଲେ ଯେଉଁଥିରେ ନୃତତ୍ୱର ବିଭିନ୍ନ ମେଜରମେଣ୍ଟସ୍ ଫିଜିକାଲ ମେଜରମେଣ୍ଟସ୍ କାର୍ନିଓମେଟ୍ରିକ୍ ମେଜରମେଣ୍ଟ ସୋମାଟୋମେଟ୍ରିକ୍ ମେଜରମେଣ୍ଟସ୍ ବହୁତ ଫ୍ଲୋରିସ୍ ହେଲା ତାପରେ ପରେ ଆଉ ଜଣେ ଫିଜିକାଲ ଆନ୍ଥ୍ରୋପୋଲୋଜିଷ୍ଟ ସେଇ ଟାଇମ୍ରେ ଆମେ ଚିନ୍ତା କରୁଛେ କେମିତି ଫିଜିକାଲ ଆନ୍ଥ୍ରୋପୋଲୋଜି ଡେଭଲପମେଣ୍ଟ ହେଉଛି ତାପରେ ଆମେ ଟିକେ ଡିଟେଲ୍ସ ଯିବା ସାମୁଏଲ ମର୍ଟନ ସେ ସେମିତି ପ୍ରକାର ଲାବୋରେଟୋରୀରେ କାମ କରିଥିଲେ ଏବଂ ସେ ଚିନ୍ତା କରିକିରି ଡିସ୍କସନ୍ କରିକିରି ତାଙ୍କ ସହିତ ଷ୍ଟଡି କରିକିରି ରେସିଆଲ ହ୍ୟୁମାନ୍ ଭାରିଏସନ୍ ବା ରେସିଆଲ ଭାରିଏସନ୍ କଥା ଚିନ୍ତା କରିଥିଲେ ଲେଖିଥିଲେ ତାପରେ ପରେ ସେମ୍ ଆଉ ଜଣେ ରୟାଲ ସୋସାଇଟିର ଆନ୍ଥ୍ରୋପୋଲୋଜିଷ୍ଟ ଏଡୱାର୍ଡ ଟାଇସନ୍ ଲଣ୍ଡନ ଜଣେ ଫିଜିସିଆନ୍ ଜଣେ ଲଣ୍ଡନ ସ୍କୁଲର ଡକ୍ଟର ଜଣେ ବଟ୍ ହି ଷ୍ଟଡିଡ୍ ଦି chimpanzee on the behavior of primates and monkeys ଆମର ଯେଉଁମାନେ ବାନର ବା ସିମ୍ପାଞ୍ଜି ଜାଣିଥିବ ଗରିଲା ସିମ୍ପାଞ୍ଜି ସେ ପର୍ଟିକୁଲାର ସିମ୍ପାଞ୍ଜିଙ୍କ ଉପରେ ଷ୍ଟଡି କରିଥିଲେ ଟାଇସନ୍ ଏବଂ ସିମ୍ପାଞ୍ଜିଙ୍କର ଷ୍ଟଡି ସହିତ ଯେତେବେଳେ ଆମେ କରୁଛୁ ଫିଜିକାଲ ଆନ୍ଥ୍ରୋପୋଲୋଜିର ମଣିଷର ଇଭଲ୍ୟୁସନ୍ ଦେଖୁଛେ ମଣିଷ ପ୍ରାଇମେଟ୍ ସ୍ତରରୁ ଆସି ତାପରେ ଆନ୍ଥ୍ରୋପଏଡ୍ ବା ବାନର ତାପରେ ଗ୍ରେଟ୍ ଏପ୍ସ ନରବାନର ଆମେ ଚିନ୍ତା କରିବା ଆମର ଇଣ୍ଡିଆନ ଯେଉଁ ଇଭଲ୍ୟୁସନ୍ କ'ଣ କହିଛନ୍ତି କିନ୍ତୁ ଏବେ ସେଇ ଚିନ୍ତା କରୁଛେ ଆମେ ଯେଉଁମାନେ ୟୁରୋପିଆନ୍ ମାନେ ଯାହା ଚିନ୍ତା କରିଛନ୍ତି ସେ ଏବଂ ସେ ଲେଖିଲେ ଦି ମ୍ୟାନ୍ସ ପ୍ଲେସ୍ ଇନ୍ ନେଚର ମ୍ୟାନ୍ସ ପ୍ଲେସ୍ ଇନ୍ ନେଚର ଲେଖିଲେ ସେଟା 1863 ମସିହାରେ ସେ ବହି ଲେଖା ହେଲା ମ୍ୟାନ୍ସ ପ୍ଲେସ୍ ଇନ୍ ନେଚରରେ ସେ ତାଙ୍କ ବାନର ସହିତ ଗ୍ରେଟ୍ ଏପ୍ ଯେଉଁଟା ଗରିଲା ସିମ୍ପାଞ୍ଜି ଓରାଙ୍ଗୁଟାନ୍ ଇଭେନ୍ ଗିବନ୍ ସେମାନଙ୍କ ସହିତ ଷ୍ଟଡି କରୁଥିଲେ ସେଇ ଟାଇମ୍ରେ ଆଉ ଜଣେ ଆର୍ନେଷ୍ଟ ହାକଲ ବୋଲି ଜର୍ମାନୀରେ ସେ ବି ହ୍ୟୁମାନ୍ ଇଭଲ୍ୟୁସନ୍ କଥା ଏବଂ ପ୍ରାଇମେଟ୍ କଥା ମାନେ ସେତେବେଳେ ହ୍ୟୁମାନ୍ ଇଭଲ୍ୟୁସନ୍କୁ ପ୍ରାଇମେଟ୍ ଷ୍ଟଡି ସହିତ ବହୁତ ଲିଙ୍କ କରାଗଲା ଯେତେବେଳେ ହ୍ୟୁମାନ୍ ଇଭଲ୍ୟୁସନ୍ କରାଗଲା ପ୍ରାଇମେଟ୍ ସହିତ ଲିଙ୍କ କରାଗଲା ଏବଂ ପ୍ରାଇମେଟ୍ ପୂର୍ବରୁ ଆମେ ତାପରେ ଫସିଲ୍ 19 ମସିହା ଆର୍ଲି 20th 19 ପରେ ପରେ 19th ସେଞ୍ଚୁରୀ ପରେ ପରେ ଆର୍ଲି 20th ସେଞ୍ଚୁରୀ ବେଳକୁ ଆମର ସ୍କେଲିଟାଲ ପାର୍ଟସ୍ ବା ଫସିଲ୍ ସ୍କେଲିଟାଲ ପାର୍ଟସ୍ ଉପରେ ବା ଫସିଲ୍ ଉପରେ ଯେଉଁଟାକି ପ୍ରାଗ ଐତିହାସିକ ସେ ବିଷୟରେ ଡିଟେଲ୍ସ ଆଲୋଚନା କରିବା କିନ୍ତୁ ହ୍ୟୁମାନ୍ ସ୍କେଲିଟନ୍ ଉପରେ ବହୁତ ପଢ଼ାଗଲା ଡେଭଲପମେଣ୍ଟ ହ୍ୟୁମାନ୍ ସ୍କେଲିଟନ୍ ମଙ୍କିରୁ ଲୋୟର ମଙ୍କି ଗିବନ୍ ସିମ୍ପାଞ୍ଜି ଗରିଲା ତାପରେ ହ୍ୟୁମାନ୍ ସ୍କେଲିଟନ୍ କଥା ଆସିଲା ଏବଂ ଯେତେବେଳେ ମଣିଷ ବାନରରୁ ମଣିଷକୁ ଆସିଲା ଆର୍ଲି ମଣିଷ କେମିତି ଆଣ୍ଠୁ ଭାଙ୍ଗିକିରି ଚାଲୁଥିଲେ ତାପରେ ମଣିଷ ସିଧା ହେଇ ଚାଲିଲା ବାନର ତ ଚାରି ଗୋଡ଼ରେ ଚାଲୁଥିଲେ ଗରିଲା ଯେଉଁମାନେ ଗ୍ରେଟ୍ ସିମ୍ପାଞ୍ଜି ବେଳେବେଳେ ଦୁଇ ଗୋଡ଼ରେ ବି ଚାଲୁଥିଲେ ସୋ ଏଇ ଚାରି ଗୋଡ଼ରେ ଚାଲିବା ପୁଣି ଦୁଇ ଗୋଡ଼ରେ ବେଳେବେଳେ ଚାଲିବା ଏବଂ କ୍ୱାଡ୍ରୁପେଡରୁ ବାଇପେଡ୍ ବା ଚତୁଷ୍ପଦୀରୁ ଯେତେବେଳେ ଦୁଇ ପାଦକୁ ଚାଲିବାକୁ ଆସିଲେ ପ୍ରଥମେ ମଣିଷ ଦୁଇ ପାଦରେ ନି ବେଣ୍ଡ ପଶ୍ଚର ଯେଉଁଟାକି ଆର୍ଲି ମ୍ୟାନ୍ ଆମେ କହୁଛେ ଯେଉଁଟାକି ଆମେ ନିଅଣ୍ଡରଥାଲ ମ୍ୟାନ୍ ବୋଲି ଫସିଲ୍ ମ୍ୟାନ୍ ପଢ଼ିଲା ବେଳେ ଆମେ ଜାଣିପାରିବା ସେଟାକୁ ଆର୍ଲି ମ୍ୟାନ୍ ଆମେ କହୁଛେ ନିଅଣ୍ଡରଥାଲ ପପୁଲେସନ୍ ସେମାନେ ଛୋଟେ ପିଥିକାନ୍ଥ୍ରୋପସ୍ ଇରେକ୍ଟସ୍ ସେମାନେ ନି ବେଣ୍ଡ ଚାଲୁଥିଲେ ତାପରେ ଇରେକ୍ଟ ମ୍ୟାନ୍ ଆସିଲେ ଜାଭା ମ୍ୟାନ୍ ପେକିଂ ମ୍ୟାନ୍ ଏମାନେ ସବୁ ସିଧା ଷ୍ଟ୍ରେଟ୍ ଚାଲିଲେ କିନ୍ତୁ ଆମେ ଯେତେବେଳେ ସେଇ ଏଇ ଫିଜିକାଲ ଆନ୍ଥ୍ରୋପୋଲୋଜିର ଗ୍ରୋଥ କଥା ଦେଖିବା ଆମେରିକାନ ଆନ୍ଥ୍ରୋପୋଲୋଜି ବାଲା ତା ଭିତରେ ଆସିଲେ ଫ୍ରାଙ୍କ ରସେଲ ସେଇ ଲେଟ୍ 19th ସେଞ୍ଚୁରୀ ସେ ଫାଷ୍ଟ PhD ଇନ୍ ଫିଜିକାଲ ଆନ୍ଥ୍ରୋପୋଲୋଜି ପାଇଲେ ଆମେରିକାରୁ 1898 ମସିହାରେ ହାର୍ଭାର୍ଡ ୟୁନିଭର୍ସିଟିରୁ ଫାଷ୍ଟ PhD ଇନ୍ ଫିଜିକାଲ ଆନ୍ଥ୍ରୋପୋଲୋଜି ପାଇଲେ
सो तापर पर फिजिकल एंथ्रोपोलॉजी अमेरिका भी डेभलप है एवं अमेरिकन इंस्टीट्यूट ऑफ फिजिकल एंथ्रोपोलॉजी 1930 मसीह एस्टाब्लिश है एसोसिएशन अमेरिकन एसोसिएशन ऑफ फिजिकल एंथ्रोपोलॉजी AAPA तो आपा बोली कहते 1930 रे सेटा एस्टाब्लिश है तापर पर दी नेक्स्ट PhD हुटन E.A. हुटन से सेमती फिजिकल एंथ्रोपोलॉजी रेस उपरे बहुत काम कले विलियम क्रोगमैन मॉर्टन हारी शाम्पो विलियम स्ट्रॉस स्टीवर्ट बहुत अमेरिकन एंड ब्रिटिश स्कॉलर्स स्टडी कले पर 1912 19 फर्स्ट 20th century बेलू 1912 1913 1920 भितर ब्रोका एंड कीथ से माने हुटन को अपॉइंटमेंट पाई एंथ्रोपोलॉजी डिपार्टमेंट हार्वर्ड यूनिवर्सिटी डिपार्टमेंट रे स्टडी कले एवं से माने यूनाइटेड स्टेट्स रो फिजिकल एंथ्रोपोलॉजी को ग्रो करेले तापर पर हमर आसला बोथ रशियन साइंटिस्ट जड़े आम फिजिकल एंथ्रोपोलॉजी काम करछंती पर्टिकुलरली चिंपांजी उपरे ताका ना नाडियन कोस्ट से इनफांट चिंपांजी छोट पिला चिंपांजी रो बिहेवियर सहित सेते बेले ह्यूमन बिहेवियर सहित लिंक करथिले प्राइमेट बिहेवियर एंड चिंपांजी वाज द नियरेस्ट ग्रेट एप टू मैन अगर बिहेवियर सहित बहुत चिंपांजी रो बहुत स्टडी होईची तापर जने पास्चर इंस्टीट्यूट बोली चिंता कले 1923 रे से एक्सपेरिमेंटल पैथोलॉजी चिंता कले तापरे रॉबर्ट यक्स येल यूनिवर्सिटी जने साइकोलॉजिस्ट से अमेरिकन प्राइमेट सहित लिंक करी से लैबोरेटरी प्राइमेट बायोलॉजी सहित गोटे ओरांग पार्क बोली तैयारी कले एवं ओरांग पार्क पूरा उठान तो ऑरेंज पार्क कहते ऑरेंज पार्क बायोलॉजी एट ऑरेंज पार्क से एरिया रे प्राइमेट पार्क जो प्राइवेट स्टडी ऊपर करागला फ्लोरिडा रे इन 1929 सो ए रकम फिजिकल एंथ्रोपोलॉजी ग्रो कला विभिन्न प्रथम तांकर प्राइमेट सहित विभिन्न तांकर संपर्क तांकर डिफरेंस ए रकम स्टडी करी ह्यूमन स्टडी पर्यंत आसला आगे प्रथम जहाँ भी प्राइमेट स्टडी पर इम्पोर्टान्स दिया जाउथला ह्यूमन इवोल्यूशन जेतु आम कहते प्राइमेट पर ह्यूमन डिवाइड होती ह्यूमन डिवीजन आसी रकम विभिन्न स्टडी नहीं पर विभिन्न एंथ्रोपोलॉजिकल स्टडी डेवलप कला फील्ड वर्क डेवलप कला वासबर्न आउ जने फिजिकल एंथ्रोपोलॉजिस्ट नेचुरल साइंटिस्ट LSB लिकी ये सब से माने बायोलॉजिकल एंथ्रोपोलॉजी डेवलप कले फिजिकल एंथ्रोपोलॉजी हैज बिकम डेवलप्ड बाय 1950 एवं तापर पर फिजिकल एंथ्रोपोलॉजी डेवलप करिगला 1951 रे वासबर्न गोटे बही लिखले द न्यू फिजिकल एंथ्रोपोलॉजी इन 1951 सही बही पर फिजिकल एंथ्रोपोलॉजी रो यू कैन से मॉडर्न एज ऑफ फिजिकल एंथ्रोपोलॉजी मॉडर्निटी इन फिजिकल एंथ्रोपोलॉजी आसिला फिजिकल एंथ्रोपोलॉजी रो बहुत ब्रांच डेवलप कला आम बर्तमान फिजिकल एंथ्रोपोलॉजी ब्रांच उपर आलोचना करबा प्रथम ब्रांच आम जो देखा जोटा आम स्टडी देखिले प्राइमेटोलॉजी जोटा कि स्टडी प्राइमेट्स मानर मानक बानर एवं पुराना मंकी आमर से सहित मनुष्यर संपर्क से फिजिकल डेवलपमेंट स्केलेटल डेवलपमेंट तांकर ब्रेन डेवलपमेंट तांकर लैंग्वेज डेवलपमेंट ये सबू तांकर बिहेवियर आम बिहेवियर सहित बहुत स्टडी करागला एवं प्राइमेटोलॉजी वेरी इंपोर्टेंट ब्रांच ऑफ फिजिकल एंथ्रोपोलॉजी इज अर्ली फिजिकल एंथ्रोपोलॉजी जेन गुडल 1968 रे फील्ड स्टडी ऑफ प्राइमेट्स नेशनल पार्क इन टांजानिया करथिले प्राइमेट ऊपर हम डिस्कस करथिले सोशल एंथ्रोपोलॉजी कौन फिजिकल एंथ्रोपोलॉजी कौन प्रीहिस्टोरिक आर्कियोलॉजी कौन सब फील्ड स्टडी अच्छी तेणु से प्राइमेट मान ऊपर टांजानिया रो नेशनल पार्क
उपरे प्राइमेट मान उपरे पूरा मंकी टू एप टू ग्रेट एप रे हम से चारटा जाउची कहली गिबन ओरांगुटान चिंपांजी एंड गरिला सेमानक उपरे स्टडी कले एवं ई स्टडी दैट मेन ब्रांच ऑफ एबे भी जेतेबेले फिजिकल एंथ्रोपोलॉजी पिला माने कॉलेज रे हो बा यूनिवर्सिटी रे पढुचंती प्रथमे प्राइमेटोलॉजी बा मैन्स प्लेस इन एनिमल किंगडम बा मैन्स प्लेस इन प्राइमेट ऑर्डर ताको चिंता करचंती तापर पर आसिला पालियो एंथ्रोपोलॉजी पालियो मीन्स ओल्ड सो पुरातन नृतत्व से पुरातन नृतत्व कहबा गले जोटा कि हम कहली फसिल स्केलेटल पार्ट कहूचे लिविंग बॉडी रो स्केलेटल पार्ट कथा कहूचे जते बेले हम पुरातन नृतत्व कथा कहूचे तांकर फसिल बा जोटा को हजार हजार वर्ष बा इवन लक्ष लक्ष वर्ष तलरे जो स्केलेटन गुडाक कंकाल गुडाक माटी रे पोती हेकरी केमिकल चेंजेस हे पूरा पत्थर रकम बहुत हार्ड हो जाता और ताकू स्टडी कराउतला ताकू कहते फसिल रिमेन्स ऑफ ह्यूमन्स बा प्री ह्यूमन्स और ताकू लिंक करिकरी जो हम बेले बेले क्वेश्चन तुम्हें मैंने पचार बा विभिन्न जगह पिला मैंने पचारती सर एबे तो गरिला अच्छी मनीष अच्छी हठात गरिला रु कौन मनीष जन्म होला ना तो इवोल्यूशन प्रोसेस रे से जो गरिला टू मनीष गरिला हाइफेन मनीष आम कहवा गरिला मनीष जो लिंक से लिंक ता हूँ मिसिंग लिंक बोली कहूँ ये जो मिसिंग लिंक ऑफ इवोल्यूशन वाज रिकंस्ट्रक्टेड बाय द फॉसिल स्टडीज बाय द अर्ली bones early skeleton materials of different periods सेटाकू आमर जने ग्रेट एंथ्रोपोलॉजिस्ट लुइस लिकी मारी लिकी एवं लुइस लिकी से माने एटा स्टडी करथिले एवं से पालियो एंथ्रोपोलॉजी फॉसिल स्टडी इज वेरी इंपोर्टेंट particularly to establish or reconstruct the missing link किए कहि परिबन जे हठात गरिलारु पळि आछंती मनीष किंतु से जो मिसिंग लिंक से पीरियड रे से जो अर्ली मैन कर विभिन्न क्लाइमेटिक कंडीशन विभिन्न प्रकार एनवायरमेंटल रो सर्वाइवलिटी बा नेचर रो सिलेक्शन दृष्टि से माने सर्वाइव करनांती से माने हजी जाइछंती जेमती बहुत एनिमल हजी जाइछंती जुरासिक पार्क देखिथिबो बहुत डायनासोर टू आरंभ करी आज पर्यंत भी प्रति कहिया गले प्रतिदिन किछि किछि ऑर्गेनिज्म हमर पृथ्वी पृष्ठरु लोप पाई जाउछंती सो पालियो एंथ्रोपोलॉजी परे परे आसिला ह्यूमन ऑस्टियोलॉजी मनीष बोन संबंध रे पाठ हम मनीषर मेनली आम 6टी बोन ताको देखुचे बा लॉन्ग बोन जोटा को आम कहूचे थाई बोन देन गोटे देन लेग बोन दुईटा सेमती अपर एक्सट्रीमिटी देखिले आर्म बोन गोटे एवं लोअर आर्म हैंड बोन दुईटा ये तीनटा अपर एक्सट्रीमिटी रो अपर पार्ट ऑफ बॉडी लोअर पार्ट ऑफ बॉडी तीनटा डाहाण पटे 6टा बाम पटे 6टा टोटल किंतु टोटल 6टी हाड़ विषय हम देखुचे लेफ्ट राइट कहवा बार कहवा किंतु 6टी मेनली 6टी ना ना जदि कहबो femur the upper arm ro hand single hand is humerus the thigh bone is femur dita very strong bone janga bone ba jangachi जोटा कोचे femur आ जोटा upper arm कोचे ताको हमरो upper arm जोटा बाइसेप पाके रहे skeleton तळकू कहूनी उपरकू सेटा को हमें कहले humerus तापर फोर आर्म रे दुटा अछि अल्ना रेडियस कानिया उठी पाक जो बोन टी अछि हम त अल्ना कहूचे बुढ़ा उठी पाक जो बोन टा अछि रेडियस कहूचे रेडियस टिके स्ट्रांग बोन तापर लेग बोन देखिबा टीबीए एंड फिबुला टीबीए इज ए वेरी स्ट्रांग बोन तीन कोनिया बोन गोटे हमर गोड़ हाथ जतले बाजी जाउची जो देखुचो आगर टीबीए रे बाजुची एवं फीमर टा गोटे सपोर्टिव बोन एवं सेटा वेरी स्लेंडर बोन पतला बोन सो ऑस्टियोलॉजी जिते स्टडी कले एवं से ह्यूमन ऑस्टियोलॉजी रु पालियो ऑस्टियोलॉजी देखिले एवं से ऑस्टियोलॉजी स्केलेटल पार्ट रु मध्य ताकर डिटरमिनेशन ऑफ सेक्स डिटरमिनेशन ऑफ एज ए बोन टार केते बयस हेतिबो ए बोन टार केते कोन एज जेंडर हेतिबो
ତାର ଗ୍ରୋଥ କୋଉ ପିରିୟଡ଼ରେ ହେଇଥିବ, ଏସବୁ ବିଷୟ ବି ସ୍କେଲିଟାଲ ପାର୍ଟରୁ ଜଣାପଡ଼ୁଛି। ତା ଛଡ଼ା ଏଇ ଛଅଟା ଅଷ୍ଟ୍ରୋଲୋଜିର ମେନ୍ ଛଅଟା ପଢ଼ିଲା ପରେ ମଣିଷର କିଛିଟା ଫେସିଆଲ ବୋନ୍ ବି କିଛିଟା ପଢ଼ାନ୍ତି, କିନ୍ତୁ ଏଇ ଛଅଟା ବୋନ୍ ଭେରି ଇମ୍ପୋର୍ଟାଣ୍ଟ ଅଷ୍ଟ୍ରୋଲୋଜିର। ଦେନ୍ astrology, another established branch of human astrology is physical anthropology. Then I asked population genetics. Population genetics जोटा कि आम कहे ह्यूमन कथा कहे गोटे कथा कहे ह्यूमन पॉपुलेशन कथा कहे ग्रुप ऑफ ह्यूमन से जो ग्रुप कथा आसुचे डिफरेंट सिलेक्शन आसुची गोटे ग्रुप रे कौन 100टा 500टा इवन जिते गोटे ग्रुप रो पॉपुलेशन कर फीचर कौन से माने किछिटा फिजिकल कैरेक्टरिस्टिक नेकी गोटे ग्रुप करछंती तेणु तांकर जेनेटिक पैटर्न कौन तांकर जो एरिया रोचंती से एरिया से तो सिलेक्शन देखो नेचुरल सिलेक्शन केमती होचंती छोट छोट पॉपुलेशन हेतिबो अल्प पॉपुलेशन जंगल भितर डिस्टेंट रहउतबे तांके भितर जेनेटिक ड्रिफ्ट बेले बेले हे जाए से जेनेटिक ड्रिफ्ट माने जीन चेंज हे जाए से जीन चेंज तक म्यूटेशन कहती जेनेटिक ड्रिफ्ट इज अ काइंड ऑफ म्यूटेशन जोटा कि स्मॉल पॉपुलेशन हुए और म्यूटेशन जोटा कि सब पॉपुलेशन नहीं पारे विभिन्न कारणरू एनवायरमेंटल कंडीशन रु विभिन्न बॉडीर चेंज सहित रेडिएशन सहित इंपैक्ट आसिले किसी म्यूटेशन हो जाए बॉडी म्यूटेशन माने जीन सडन चेंज हो जाए सडन चेंज हो गला परे जो न्यू फॉर्मटा से जो म्यूटेंट जीन जो न्यू फॉर्मटा आसे जो न्यू गोटे टाइप तार अदर आगुर समस्त ब्राउन आई अच्छी म्यूटेंट होकरी ग्रीन आई आसला नेक्स्ट जनरेशन देखिए ग्रीन आईटा आमर एनवायरमेंटल सिचुएशन रे बा नेचुरल सिलेक्शन रे सर्वाइव करचो नहीं से जो नुआ म्यूटेंट जीनटा यदि नेचुरल सिलेक्शन रे सर्वाइव कला एवं केते दिन सर्वाइव कला एवं द नेक्स्ट जनरेशन को जो देखिए सही अगेन जो म्यूटेंट जीनटा यदि नेक्स्ट जनरेशन रे फ्लो कला आसिला एवं ऑलमोस्ट 1% ऑफ द पॉपुलेशन तो 100 पॉपुलेशन रु 10टी ग्रीन बा म्यूटेंट जीन रो लोक बाहरले ताना हम ताकू गोटे सब फीचर बा सब ग्रुप बोली सब रेस बोली एक्सेप्ट करिबा एवं इट कंटिन्यूज एरकम विभिन्न जगह विभिन्न पॉपुलेशन जेनेटिक्स द्वारा जेनेटिक ड्रिफ्ट म्यूटेशन डिटेल्स पढ़ले जानिबो तो एटा डिस्ट्रीब्यूट होची ह्यूमन वेरिएशन जोडाक ए म्यूटेशन द्वारा जेनेटिक ड्रिफ्ट द्वारा एवं नेचुरल सिलेक्शन द्वारा संभव होता है तापर परे नेचुरल सिलेक्शन से तो एनवायरमेंटल स्टडी आसिला एनवायरमेंट से तो सिलेक्ट करछि बा नेचर सिलेक्ट करछि एवं तापर परे आमे देखिले ह्यूमन इकोलॉजी आसिला ह्यूमन इकोलॉजी स्टडी कोन माने मनीष केमति नेचर सहित मनीष बा ह्यूमन बीइंग एनिमल्स एवं दि नेचर आम जो गोटे ट्रायंगल करवा ऊपर जदि मनीष को रखा गोटे पटे एनिमल रखा गोटे पटे नेचर रखा प्लांट रखा प्लांट किंगडम एनिमल किंगडम एंड ह्यूमन जो ह्यूमन गोटे एनिमल ह्यूमन गोटे दि अपेक्स ऑफ द एनिमल बॉडी आम ताको ह्यूमन गोटे रखा प्लांट एवं अदर एनिमल्स को आ गोटे ट्रायंगल करवा एवं एंटायर ट्रायंगल को गोटे सर्कल करवा ट्रायंगल रे तीन पॉइंट गोटे सर्कल पूरी देबा ए सर्कल भितरे सर्कल टक आमे गोटे नेचर बा गोटे प्रकृति बा गोटे एरिया बा गोटे एनवायरनमेंट माने से एरिया रो वायु फ्लो से एरिया रो जलवायु से एरिया रो तापमान से एरिया रो पवन ए सब को नेकरी गोटे एनवायरनमेंट से एनवायरनमेंट रे से जलवायु रे ए एनिमल ए प्लांट मनीष केमती चलती तांका भितर केमती सिम्बायोटिक रिलेशनशिप रहे सिम्बायोटिक रिलेशनशिप माने उभय सहित जड़ित ही रहती उभय द्वारा चलती जदिव उभय को मारती मनीष गछ को शिकार कर एनिमल को शिकार करती एनिमल भी अदर एनिमल को शिकार करती मनीष भी गछ पत्र हाणती तथापि तांकर गोटे म्यूचुअल रिलेशनशिप रहे जदि बेसी गछ हाणीदेवे अवस्था कौन आजिकल होेतु डेवलपमेंट हो इंडस्ट्रियल डेवलपमेंट हो इकोनॉमिक जोन आसूची बहुत गछ हाणी दौरान जहाँफल कि बर्तमान आम देखुचे ग्लोबल वार्मिंग हो तार परिणाम कौन हो आस्ते आस्ते आम
ପ୍ଲାଣ୍ଟ ରିସୋର୍ସେସକୁ ଡେଭଲପମେଣ୍ଟ କରିବା ପାଇଁ, ପ୍ଲାଣ୍ଟେସନ୍ ବଢ଼ାଇବା ପାଇଁ, ସୋସିଆଲ ଫରେଷ୍ଟ୍ରି ବଢ଼ାଇବା ପାଇଁ, ନ୍ୟାଚୁରାଲ ଫରେଷ୍ଟ କରିବା ପାଇଁ ଚିନ୍ତା କରୁଛି। ଏବଂ ମଣିଷମାନେ ଏସବୁ ଯେମିତି ଜଙ୍ଗଲର ପଶୁପକ୍ଷୀକି ମାରି ଦେଉଛନ୍ତି, ତା ଫଳରେ ପଶୁପକ୍ଷୀ ଥିଲେ ଜଙ୍ଗଲରେ ଗୋଟେ ନ୍ୟାଚୁରାଲ ସର୍ଭାଇଭାଲ ରହୁଛି। ନ୍ୟାଚୁରାଲ ୱେରେ ମଣିଷ ପଶୁପକ୍ଷୀ ଗଛଲତା ରହିଲେ ତାର ଗୋଟେ ପରିବେଶ ସହିତ ସେମାନେ ରହିପାରିବେ, ଇକୋଲୋଜି ଇକୋସିଷ୍ଟମ ମେଣ୍ଟେନ୍ ହବ। ଯଦି ନ ଏବଂ ସେ ଇକୋଲୋଜି ବଣ ଜଙ୍ଗଲର ଇକୋଲୋଜି କ'ଣ, କୋଷ୍ଟାଲ ଏରିଆର ଇକୋଲୋଜି କ'ଣ, ଧର ଟେକ୍ ଫର୍ ଏକ୍ଜାମ୍ପଲ୍ ତମେ ଗୋଟେ ଡିଷ୍ଟ୍ରିକ୍ଟ ନିଅ ବାଲେଶ୍ୱର বা ଗଞ୍ଜାମ, ଇଭିନ୍ ୟୁ ଟେକ୍ ଦି ଏ ଦୁଇଟା ଡିଷ୍ଟ୍ରିକ୍ଟ ନେଲେ ମେନ୍ କୋଷ୍ଟାଲ ଡିଷ୍ଟ୍ରିକ୍ଟ ଆମେ କହୁଛେ, ଗୋଟେ କୋଷ୍ଟାଲ ରିଜିଅନ୍ରେ କ'ଣ ଇକୋସିଷ୍ଟମ୍, ତମର ସମୁଦ୍ର ପାଣି, ସମୁଦ୍ର ମୁହାଣ ଏବଂ ସମୁଦ୍ରଠୁ କିଛି ବାଟ ଦୂରକୁ ଗଲା ପରେ ତମେ ସେ ଭିତରେ ପ୍ଲେନ୍ ଲ୍ୟାଣ୍ଡ ଆସୁଛି, ଏବଂ ଆଉ ଟିକେ ଦୂରକୁ ବା ୱେଷ୍ଟକୁ ଗଲେ, ସମୁଦ୍ର ତ ଇଷ୍ଟରେ ଅଛି ନା, ଆମେ ଇଷ୍ଟରୁ ୱେଷ୍ଟକୁ ଗ୍ରାଜୁଆଲି ଯିବା, ପୁରା ସେଇ ଷ୍ଟେଟ୍ର ଡିଷ୍ଟ୍ରିକ୍ଟର ୱେଷ୍ଟକୁ ଗଲେ ଜଙ୍ଗଲ। ସୋ ଜଙ୍ଗଲର ପରିବେଶ ସହିତ ମଣିଷ କେମିତି ଚଳୁଛି, ଜଙ୍ଗଲରେ ପାହାଡ଼ ଅଛି, ପର୍ବତ ଅଛି, ପର୍ବତ ହାଇଲ୍ୟାଣ୍ଡ ହାଇ ଅଲ୍ଟିଚ୍ୟୁଡ଼ରେ ମଣିଷ କେମିତି ଚଳୁଛି, ରିଭର ଭ୍ୟାଲିରେ ମଣିଷ କେମିତି ଚଳୁଛି, ଆଇଲ୍ୟାଣ୍ଡ ଆଣ୍ଡାମାନ ଆଇଲ୍ୟାଣ୍ଡରେ ଗୋଟେ ଦ୍ୱୀପ ସେଠି କେମିତି ମଣିଷ ଚଳୁଛି, ଏଇ ପରିବେଶ ସହିତ ମଣିଷ ଖାପ ଖୁଆଇ କେମିତି ଚଳୁଛି, ସେ ବିଷୟ ହ୍ୟୁମାନ୍ ଇକୋଲୋଜି ତାକୁ ଷ୍ଟଡି କରୁଛନ୍ତି। ହ୍ୟୁମାନ୍ ଇକୋଲୋଜି ପରେ ଆମର ଆସିଲା ହ୍ୟୁମାନ୍ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ। ଯେତେବେଳେ ହ୍ୟୁମାନ୍ ଗ୍ରୋଥ କଥା ଆମେ ଦେଖୁଛେ, ହ୍ୟୁମାନ୍ ଗ୍ରୋଥ କଥା ଆସିଲା ବେଳକୁ ଆମେ ତା ଭିତରେ ଆସିଯାଉଛି ହାଓ, ମାନେ ଜନ୍ମରୁ ଇଭେନ୍ ବାୟୋଲୋଜିକାଲ ଷ୍ଟେଜ୍ ଆମର ଗର୍ଭସ୍ଥ ଭ୍ରୂଣରୁ ଫର୍ଟିଲାଇଜେସନ୍ ପରେ ପରେ ମାନେ ପ୍ରେଗନେନ୍ସି ଟାଇମ୍ରେ ଗର୍ଭରୁ କେମିତି ଗ୍ରୋଥ ହେଉଛି ସେଟା କହୁଛି ଆମେ ଏମ୍ବ୍ରିଓଲୋଜିକାଲ ଗ୍ରୋଥ ବା ଗର୍ଭସ୍ଥ ଭ୍ରୂଣର ଗ୍ରୋଥ ହେଉଛି। ତାପରେ 9 ମାସ ପରେ ବା 9 ମାସ କ୍ୟାଲେଣ୍ଡର ଇୟର ବା 10 ମାସ ଲୁନାର ମନ୍ଥ ପରେ ବା ପର୍ଟିକୁଲାରଲି 280 ଦିନ ପ୍ଲସ୍ ମାଇନସ୍ 1 ୱିକ୍, ସେହିପରେ ଯେଉଁ ପିଲାଟି ଜନ୍ମ ହେଉଛି ସେ ଜନ୍ମଠୁ ତାର ଗ୍ରୋଥ ଆମେ ଦେଖୁଛେ, ବାର୍ଥ ଟୁ ଚାଇଲ୍ଡ, ଦେନ୍ ଆଡୋଲେସେଣ୍ଟ, ଦେନ୍ ଆଡଲ୍ଟ, ଦେନ୍ ଏଜେଡ୍, ଏ ବିଭିନ୍ନ ଷ୍ଟେଜରେ କେମିତି ଗ୍ରୋଥ ହେଉଛି। ଏ ଗ୍ରୋଥ ଷ୍ଟଡି ସହିତ ଆମର ଲିଙ୍କ କରାହେଉଛି ବା ରିଲେଟ୍ କରାହେଉଛି ଖାଦ୍ୟପେୟ, ନ୍ୟୁଟ୍ରିସନ୍ ସହିତ। ସୋ ନ୍ୟୁଟ୍ରିସନ୍ ସହିତ ଗ୍ରୋଥ କଲାବେଳକୁ ଆମର ଖାଦ୍ୟ ବି ସହିତ ଲିଙ୍କ ଆସୁଛି, କ'ଣ ସେମିତି କ'ଣ ଖାଉଛନ୍ତି କ'ଣ ନାହିଁ, କେମିତି ଖାଇଲେ ଗ୍ରୋଥ ଠିକ୍ ଭାବରେ ହେବ, ଏବଂ ସେ ଗ୍ରୋଥଟା ନ୍ୟୁଟ୍ରିସନ୍ ଡିପେଣ୍ଡ କରୁଛି ମଣିଷ କେତେ ନ୍ୟୁଟ୍ରିସନ୍ରେ କେଉଁ ପୋଜିସନ୍ରେ କେତେ ତାର ନ୍ୟୁଟ୍ରିସନାଲ ଷ୍ଟାଟସ୍ କ'ଣ ଅଛି, ତାର ଷ୍ଟାଣ୍ଡାର୍ଡ ମେଜରମେଣ୍ଟ ପାଇଁ ଆମେ କରୁଛେ ବଡି ମାସ୍ ଇଣ୍ଡେକ୍ସ, BMI ବୋଲି ଗୋଟେ ବଡି ମାସ୍ ଇଣ୍ଡେକ୍ସ କରୁଛେ, ଯେଉଁଟାକି ନର୍ମାଲି ୱେଟ୍ ଇନ୍ କେଜି ଡିଭାଇଡ୍ ବାଇ ହାଇଟ୍ ମିଟର ସ୍କୋୟାର, ୱେଟ୍ ଇନ୍ କେଜି ଡିଭାଇଡ୍ ବାଇ ହାଇଟ୍ ମିଟର ସ୍କୋୟାର। ଧର ମୋ କଥା ଦେଖ, ମୋ ୱେଟ୍ ଧର 100 କେଜି, ଓକେ, ୱେଟ୍ ଇନ୍ କେଜି ହେଲା 100 କେଜି, ଏବଂ ମୋର ହାଇଟ୍ ହେଲା ମନେକର 180 cm ବା 1.8 cm। ସୋ 1.8 cm ର ସ୍କୋୟାର କରିବ, ଧର ଇଟ୍ କମ୍ସ ଆରାଉଣ୍ଡ 3.25, ଓକେ, 3.25। ସୋ 100 କେଜି ଡିଭାଇଡ୍ 3.25, ସୋ ଆସିଲା ବେଳକୁ ଇଟ୍ କମ୍ସ ଆରାଉଣ୍ଡ 30+, ଇଣ୍ଡେକ୍ସଟା ଅଛି 30+। 30+ ଆସିଲା ମାନେ ମୋର ହାଇଟ୍ ତୁଳନାରେ ମୁଁ ଓଭର ୱେଟ୍ ଅଛି ବା ଓଭର ନ୍ୟୁଟ୍ରିସନ୍ ଅଛି। ଓଭର ନ୍ୟୁଟ୍ରିସନ୍ ମାନେ ମାଲ ନ୍ୟୁଟ୍ରିସନ୍, ମୋ ନ୍ୟୁଟ୍ରିସନ୍ ଅଧିକା ଅଛି, ଯେଉଁଟାକି ଭଲ ନୁହେଁ। ନ୍ୟୁଟ୍ରିସନ୍ କମ୍ ଥିଲେ ଖରାପ, ଓଭର ଥିଲେ ବି ଖରାପ। ସୋ ନର୍ମାଲ ରେଞ୍ଜ ହେଉଛି 25, ଯେତେବେଳେ ଆସିବ 25ରୁ 29, ଯେତେବେଳେ ସେ ଇଣ୍ଡେକ୍ସଟି BMI ବଡି ମାସ୍ ଇଣ୍ଡେକ୍ସଟି 25ରୁ 29 ଭିତରେ ରହିବ, ନର୍ମାଲ ଗୋଟେ ଲୋକଟି ନର୍ମାଲ ଅଛି ବୋଲି, ଆଡଲ୍ଟ ଲୋକଟି ନର୍ମାଲ ଅଛି ବୋଲି ଭାବିବ। ସୋ ହ୍ୟୁମାନ୍ ଗ୍ରୋଥ ଷ୍ଟଡିର ଆଜିକାଲି ବହୁତ ଇମ୍ପୋର୍ଟାନ୍ସ ଆସୁଛି, ଏବଂ ହ୍ୟୁମାନ୍ ଗ୍ରୋଥ ଷ୍ଟଡି ପରେ ପରେ ହ୍ୟୁମାନ୍ ଭାରିଏସନ୍ ଆସିଲା, ଷ୍ଟଡି ଅଫ୍ ହ୍ୟୁମାନ୍ ଭାରିଏସନ୍। ଫିଜିକାଲ ଆନ୍ଥ୍ରୋପୋଲୋଜିର ହ୍ୟୁମାନ୍ ଭାରିଏସନ୍ ସହିତ ତୁମର ଆମର ସୋମାଟୋସ୍କୋପି ଆନ୍ଥ୍ରୋପୋମେଟ୍ରି, ଯେଉଁଟା ଆମେ ପଢ଼ିଲେ ଗୋଟେ ମେଜରମେଣ୍ଟ ବଡି ମେଜରମେଣ୍ଟ, ତାପରେ ସୋମାଟୋସ୍କୋପିକ୍ ଅବଜରଭେସନ୍, ମଣିଷର ଅବଜରଭେସନ୍। ତ ମେଜରମେଣ୍ଟରେ ହାଇଟ୍ କଥା ଆସୁଛି, ୱେଟ୍ କଥା ଆସୁଛି,
ସିଟିଂ ହାଇଟ୍ ଆସୁଛି, ହେଡ୍ ଲେନ୍ଥ ଆସୁଛି, ହେଡ୍ ବ୍ରେଥ୍ ଆସୁଛି, ଏସବୁ ସିଟିଂ ହାଇଟ୍, ଏସବୁ ହାଇଟ୍ ଏବଂ ବଡି ମେଜରମେଣ୍ଟ ଆସୁଛି। ଏବଂ ସ୍କୋପିକ୍ ଅବଜରଭେସନରେ ସୋମା ମାନେ ତ ଆମେ କହିଲେ ବଡି, ସୋମାକ ସ୍କୋପିକ୍ ମାନେ ଅବଜରଭେସନ ଆସିଲେ ସେମିତି ହେୟାର କଲର, ହେୟାର ଫର୍ମ, ହେୟାର ଟେକ୍ସଚର, ଆଇ କଲର, ବଡି କଲର ବା ସ୍କିନ୍ କଲର, ଫେସିଆଲ ପୋଜିସନ ବା ଫେସିଆଲ ସେପ୍, ନାଜାଲ ସେପ୍, ଏସବୁ ଗୁଡ଼ାକ ଦେଖିକିରି ଆମେ କୁହାହେଉଛି ସ୍କୋପିକ୍ ଅବଜରଭେସନ୍ସ। ସୋମାଟୋସ୍କୋପିକ୍ ଆଣ୍ଡ ମେଜରମେଣ୍ଟ ହେଉଛି ସୋମାଟୋମେଟ୍ରିକ୍। ସୋ ଏଇସବୁ ଦେଖିକିରି ହ୍ୟୁମାନ୍ ଭାରି ଏବଂ ଜେନେଟିକ୍ ଅଦର ଜେନେଟିକାଲ ଟ୍ରେଟ୍ସ, ବ୍ଲଡ ଗ୍ରୁପ୍ ଆଇଦର ଏ ଥିବ, ବି ଥିବ, ଏ ବି ଥିବ ଅର୍ ଓ ଥିବ। ଏরকম নর্মাল চারি প্রকার ব্রড রেঞ্জରେ ଚାରି ପ୍ରକାର ବ୍ଲଡ୍ ଗ୍ରୁପ୍, କିନ୍ତୁ ତା ଭିତରେ ଏ ଆସିଲେ ଏ ଓ ବା ଏ ବି ଓ ଅଛି, ତାର ବିଭିନ୍ନ ଜେନୋଟାଇପ୍ ଆମେ ଦେଖିବା। କିନ୍ତୁ ଫେନୋଟାଇପ୍ ନର୍ମାଲ ଦେଖିବାକୁ ଗଲେ ହ୍ୟୁମାନ୍ ଟୋଟାଲ ଚାରି ପ୍ରକାରର ବ୍ଲଡ୍ ଗ୍ରୁପ୍। ସୋ এইরকম ব্লড গ্রুপ সহিত এবং সোমাটোমেট্রি, সোমাটোস্কোপিক অবজরভেসন সহিত, মেজরমেন্ট সহিত ହ୍ୟୁମାନ୍ ଭାରିଏସନ୍ ସାରା ପୃଥିବୀରେ ଚିନ୍ତା କରାହେଇଛି। ଆମ ଭାରତରେ ବି ସେଇ କଥା କରିଛନ୍ତି ଏବଂ ଭାରତର ପପୁଲେସନ୍ ରିସଲେ ସରକାର ଏମାନେ ଷ୍ଟଡି କରିଛନ୍ତି ଏବଂ ସେମାନେ ଦେଖିଛନ୍ତି ଭାରତର ବି ଯେଉଁ ମେନ୍ ପପୁଲେସନ୍ ଆମେ କହୁଛେ, ମେନ୍ ଭାରିଏସନ୍ ବା ମେନ୍ ରେସ୍ ଅଫ୍ ହ୍ୟୁମାନ୍ ରେସ୍ ଅଫ୍ ମ୍ୟାନକାଇଣ୍ଡ, ଗୋଟେ କକେସିଆନ୍ ରେସ୍ ବା ହ୍ୱାଇଟ୍ ରେସ୍ ଆମେ କହୁଛେ, ଗୋଟେ ବ୍ଲାକ୍ ରେସ୍ বা নিগ্রয়েড রেস কହୁଛେ, ଦେନ୍ ବ୍ରାଉନ୍ ରେସ୍ ବା ଅଷ୍ଟ୍ରାଲଏଡ୍ ରେସ୍ କହୁଛେ, ଆଣ୍ଡ ଦେନ୍ ୟେଲୋ ରେସ୍, ମଙ୍ଗଲଏଡ୍ ରେସ୍ କହୁଛେ। ତିନୋଟି ରେସ୍ ଆଗରୁ ଥିଲା, କକେସଏଡ୍, ନିଗ୍ରଏଡ୍ ଆଣ୍ଡ ମଙ୍ଗଲଏଡ୍। ପରେ ବ୍ରାଉନ୍ ରେସ୍ ବା ଅଷ୍ଟ୍ରାଲଏଡ୍ ରେସ୍ ଆଉ ଗୋଟେ ବ୍ରାଞ୍ଚ, ଚାରୋଟି ରେସ୍ ଆସିଲା, କିନ୍ତୁ ମେନ୍ ତିନିଟା ବ୍ରାଞ୍ଚ ପରେ ପରେ ଡେଭଲପ୍ ହେଇଛି ତମର ଅଷ୍ଟ୍ରାଲଏଡ୍ ଗ୍ରୁପ। ତ ଏরকম ମଣିଷ ଯଦି ଆସିଯାଉଛି ଭାରତବର୍ଷର, ସେ ପ୍ରକାର ସବୁ ପ୍ରକାର ପପୁଲେସନ୍ ରହିଛନ୍ତି। ବେଶୀ ଆମର ମଙ୍ଗଲଏଡ୍ ଆମେ ଦେଖିବା, ଇଷ୍ଟର୍ଣ୍ଣ ନର୍ଥ ଇଷ୍ଟର୍ଣ୍ଣ ପାର୍ଟରେ କିଛି ମଙ୍ଗଲଏଡ୍ ଲୋକ ଅଛନ୍ତି। ମିଡିଲ୍ ପାର୍ଟ ଦେଖିବା ଆମର ନର୍ଥ ୱେଷ୍ଟର୍ଣ୍ଣ ପାର୍ଟରେ କିଛି ଆମେ କକେସିଆନ୍ ବା ଆମେ ତାକୁ କହୁଛେ ଆରିଆନ୍, ତାକୁ କକେସିଆନ୍ଟା ଆରିଆନ୍, ଇଣ୍ଡୋ ଆରିଆନ୍, ସେମାନେ ଆସିଲେ ଇରାନ ଏରିଆରୁ ପାଖାପାଖି ଆସିଲେ, ଆରିଆନ୍ ବୋଲି କହୁଛେ। ଆଉ ଯେଉଁମାନେ ଆଗରୁ ଥିଲେ ଆମର 50,000 70,000 ବର୍ଷକୁ ଆସିଥିଲେ, ତାକୁ ଆମେ ଦ୍ରାବିଡ଼ିଆନ୍ ପପୁଲେସନ୍ ବୋଲି କହୁଛେ, ସେଣ୍ଟ୍ରାଲ ଇଣ୍ଡିଆ ବା ଏବଂ କିଛିଟା ଲାଷ୍ଟକୁ ଆମର କେରଳା ଏବଂ ଆଇଲ୍ୟାଣ୍ଡ ପପୁଲେସନ୍, ଯେଉଁ ଇଣ୍ଡୋନେସିଆ ସରି ଆଣ୍ଡାମାନ ଆଇଲ୍ୟାଣ୍ଡ, ସେଥିରେ ଆମେ ଦେଖୁଛେ କିଛିଟା ବ୍ଲାକ୍ ରେସ୍ ବା ନିଗ୍ରିଡୋ ଏଲିମେଣ୍ଟ ରହୁଛି। ସୋ ଏରକମ ଆମର ଭାରତର ପପୁଲେସନ୍ ପୁରା ୱାର୍ଲଡର ପପୁଲେସନ୍ ଗୋଟେ ଆଡମିକ୍ସଚର ହେଇ ପ୍ରାୟ ସବୁ ପ୍ରକାର ରେସିଆଲ ଫର୍ମେସନ୍, ସବୁ ପ୍ରକାର ଭାରିଏସନ୍ ଦେଖାଯାଉଛି ଭାରତର ପପୁଲେସନରେ। ସୋ ଏଇ ଭାରିଏସନ୍ ପରେ ପରେ ବା ଇଭିନ୍ ଭାରିଏସନ୍ ପୂର୍ବରୁ ବି ହ୍ୟୁମାନ୍ ଜେନେଟିକ୍ସ ଆଉ ଗୋଟେ ବ୍ରାଞ୍ଚ ଆସିଥିଲା। ଆମେ ଆଗରୁ ପପୁଲେସନ୍ ଜେନେଟିକ୍ସ କଥା ପଢ଼ିଥିଲେ, ତା ହ୍ୟୁମାନ୍ ଜେନେଟିକ୍ସ, ପପୁଲେସନ୍ ଜେନେଟିକ୍ସ ଗୋଟେ ଗ୍ରୁପ, ଗୋଟେ କମ୍ୟୁନିଟି, ଗୋଟେ ଏଣ୍ଟାୟାର ପପୁଲେସନର ଜିନ୍ ଫ୍ଲୋ, ଜିନ୍ ପାଟର୍ନ ଦେଖିଲେ। କିନ୍ତୁ ଏଇଟା ହ୍ୟୁମାନ୍ ଜେନେଟିକ୍ସ ମାନେ ପ୍ରତି ଇଣ୍ଡିଭିଜୁଆଲର, ଗୋଟେ ଇଣ୍ଡିଭିଜୁଆଲରେ ଗୋଟେ ପ୍ୟାରେଣ୍ଟସ୍ ତାର ପିଲାକୁ କ'ଣ ଜିନ୍ ଦେଉଛନ୍ତି, କ'ଣ ଟ୍ରେଟ୍ ଦେଉଛନ୍ତି, କେଉଁ ଟ୍ରେଟ୍ରେ କେଉଁ ଡିଜିଜ୍ କ୍ୟାରି କରୁଛି ବା କ'ଣ କ'ଣ ଟ୍ରିଟ୍ ହ୍ୟୁମାନ୍ ଜେନେଟିକ୍ ଫ୍ଲୋ ଫ୍ରମ୍ ପ୍ୟାରେଣ୍ଟସ୍ ଟୁ ଚିଲଡ୍ରେନ୍, ସେଇଟା ଆସୁଛି। ଏବଂ ତାଙ୍କ ଭିତରେ କ'ଣ ବାୟୋକେମିକାଲ ଚେଞ୍ଜେସ୍ ଆସୁଛି, ଏବଂ ଏଥିରୁ ବି ଲିଙ୍କ କରାହେଉଛି ତାଙ୍କର ବିଭିନ୍ନ ପ୍ରକାର ଜେନେଟିକ୍ ଷ୍ଟଡି, ଯେଉଁଥିରେ ଇଭିନ୍ ପପୁଲେସନ୍ ଜେନେଟିକ୍ସ ବି ଲିଙ୍କ କରାଯାଉଛି। ଆମର ଜିନ୍ ଫ୍ଲୋ, ଜିନ୍ କାଉନସିଲିଂ, ଡିଏନ୍ଏ ପ୍ରିଣ୍ଟିଂ, ଆଜିକାଲି ଯେତେ ଷ୍ଟଡି ହେଉଛି, ଲାଟେଷ୍ଟ ଟେକ୍ନୋଲୋଜି ଆସୁଛି, ଆମେ ଡିଏନ୍ଏ ପ୍ରିଣ୍ଟିଂ ବା ଡିଏନ୍ଏ ଷ୍ଟଡି କରିକିରି ଆମେ ଜାଣିପାରୁଛେ ଏଇଟା ତ ଫାଦରର ଡିଏନ୍ଏ କ'ଣ, ଚାଇଲ୍ଡର ଡିଏନ୍ଏ କ'ଣ, ଭାଇର ଡିଏନ୍ଏ କ'ଣ। ସୋ ଏরকম ডিএনএ হ্যুম্যান জেনেটিক্স ବି ଡେଭଲପ୍ ହେଇଛି। ଫିଜିକାଲ ଆନ୍ଥ୍ରୋପୋଲୋଜିର ଗୋଟେ ରିସେଣ୍ଟ ଭେରି ଡେଭଲପ୍ ବ୍ରାଞ୍ଚ ହ୍ୟୁମାନ୍ ଜେନେଟିକ୍ସ। ଏବଂ ହ୍ୟୁମାନ୍ ଜେନେଟିକ୍ସ ପରେ ପରେ ଆମର ଆସିଲା ଫୋରେନ୍ସିକ୍ ଆନ୍ଥ୍ରୋପୋଲୋଜି। ଫୋରେନ୍ସିକ୍ ଆନ୍ଥ୍ରୋପୋଲୋଜି ଏ ଫିଜିକାଲ ଆନ୍ଥ୍ରୋପୋଲୋଜିର ଗୋଟେ ଆପ୍ଲାଏଡ୍ ବ୍ରାଞ୍ଚ। ମାନେ ଫିଜିକାଲ ଆନ୍ଥ୍ରୋପୋଲୋଜିର ଯେଉଁ ସବୁ ନଲେଜ, ସେ ବ୍ଲଡ୍ ଗ୍ରୁପ୍ ହଉ ବା ଜେନେଟିକ୍ ହଉ ବା ଡିଏନ୍ଏ ଷ୍ଟଡି ହଉ ବା ଡିଏନ୍ଏ ହଉ,
ଏ ସବୁ ଗୁଡ଼ାକ ଆମେ କେମିତି ଡିଲ୍ କରୁଛି ଆଇଡେଣ୍ଟିଫିକେସନ୍ ଅଫ୍ ପର୍ସନ୍ସ। ଆଇଡେଣ୍ଟିଫିକେସନ୍ ପର୍ସନ୍ ଆସିଲା ବେଳକୁ ମେନଲି ଡିଲ୍ ହେଉଛି ଆଇଡେଣ୍ଟିଫିକେସନ୍ ଅଫ୍ କ୍ରିମିନାଲ୍ସ। ଏଇଟା ଆମର ଫାର୍ଷ୍ଟ ୱାର୍ଲଡ ପରେ ପରେ ଇଭେନ୍ ସେକେଣ୍ଡ ୱାର୍ଲଡ ପରେ ପରେ ସବୁ କ୍ରିମିନାଲ ଯେଉଁମାନେ ସବୁ ଯୁଦ୍ଧ ବନ୍ଦୀ ଥିଲେ ତାଙ୍କର ଆଇଡେଣ୍ଟିଫିକେସନ୍ କରିବା ପାଇଁ ଫୋରେନ୍ସିକ୍ ଆନ୍ଥ୍ରୋପୋଲୋଜି ଏ ବ୍ଲଡ୍ ଗ୍ରୁପ୍ ବହୁତ କାମରେ ଲାଗିଲା ଏବଂ ସେବେଠୁ କ୍ରାଇମ୍ ଡିଟେକ୍ସନରେ ଏବଂ କ୍ରାଇମ୍ କ୍ରିମିନାଲ ଡିଟେକ୍ସନରେ ଫୋରେନ୍ସିକ୍ ଆନ୍ଥ୍ରୋପୋଲୋଜି ଆଜ୍ ଆନ୍ ଆପ୍ଲାଏଡ୍ ବ୍ରାଞ୍ଚ ଅଫ୍ ଫିଜିକାଲ୍ ଆନ୍ଥ୍ରୋପୋଲୋଜି ନୂଆ ବ୍ରାଞ୍ଚ ଖୋଲିଲା ଏବଂ ଫୋରେନ୍ସିକ୍ ସାଇନ୍ସ ବୋଲି ଗୋଟେ ସେପାରେଟ୍ ଡିପାର୍ଟମେଣ୍ଟ ଇଭିନ୍ କ୍ରିମିନୋଲୋଜିରେ ପୋଲିସ ଡିପାର୍ଟମେଣ୍ଟରେ ମଧ୍ୟ ଫୋରେନ୍ସିକ୍ ଡିପାର୍ଟମେଣ୍ଟ ରହିଛି। ସେଠି ଆକ୍ଚୁଆଲି ଯେକୌଣସି ଜାଗାରେ ଗୋଟେ କିଛି କ୍ରାଇମ୍ ହେଇଗଲା ପୋଲିସ ଫୋରେନ୍ସିକ୍ ବାଲା ଆସିଲେ ତାଙ୍କର ହୁଏତ ହେୟାର ଷ୍ଟ୍ରକ୍ଚର ନେବେ କାଢ଼ିବେ ତାକୁ ମିଳେଇବେ ଦି ଆକ୍ୟୁଜ୍ ସହିତ ତାର ବ୍ଲଡ୍ ଛିଟିକା ନେବେ ତାକୁ ମିଶେଇବେ ତାର ହ୍ୟାଣ୍ଡ ପ୍ରିଣ୍ଟ ନେବେ ତାର ଫିଙ୍ଗର ପ୍ରିଣ୍ଟ ନେବେ ତାର ସୋଲ୍ ପ୍ରିଣ୍ଟ ନେବେ ଏବଂ ଏସବୁ ଫୋରେନ୍ସିକ୍ ଆନ୍ଥ୍ରୋପୋଲୋଜି କେମିତି ଫିଜିକାଲ୍ ଆନ୍ଥ୍ରୋପୋଲୋଜି ୟୁଜ୍ ଏ ସୁନ୍ଦର ଭାବରେ ତାକୁ କରୁଛନ୍ତି। ଆଉ ଗୋଟେ ଆନ୍ଥ୍ରୋପୋଲୋଜି ଆଣ୍ଡ ଡିଜାଇନ୍ ଯେଉଁଟାକି ଆମେ ଏର୍ଗୋନୋମିକ୍ସ କହୁଛେ ଯେଉଁଟାକି ଭେରି ଡିଜାଇନ୍ ଅଫ୍ ଭେରିୟସ୍ ଆସ୍ପେକ୍ଟସ ଯେଉଁ ଜିନିଷ ଡିଜାଇନ୍ କରୁଛ ଇଭେନ୍ କଲମଟେ ବି ଡିଜାଇନ୍ କରୁଛ ପେନସିଲ୍ଟେ ବି ଡିଜାଇନ୍ କରୁଛ ଟେବୁଲ୍ଟେ ବି ଡିଜାଇନ୍ କରୁଛ ତୁମର ଲ୍ୟାପଟପ୍ର ସ୍କ୍ରିନ୍ ବି ଡିଜାଇନ୍ କରୁଛ ଗାଡ଼ି ଡିଜାଇନ୍ କରୁଛ ଏସବୁରେ ମଣିଷର ମେଜରମେଣ୍ଟ ଦରକାର ହେଉଛି ଦି ହ୍ୟୁମାନ୍ ଡାଇନାମିକ୍ ମେଜରମେଣ୍ଟସ୍ ଆଣ୍ଡ ଦି ବଡି ପାର୍ଟର ମେଜରମେଣ୍ଟ ସହିତ କେଉଁଠି ବସିଲେ ପେନ୍ଟା କେମିତି ଧରିଲେ କେମିତି ଲେଖିପାରିବ ଚୌକିର କେଉଁଠି ବସିଲେ ଆମର ସିଟିଂ ହାଇଟ୍ କେତେ ହେବ ତାର ହ୍ୟାଣ୍ଡ ହାଇଟ୍ ହ୍ୟାଣ୍ଡର କେତେ ଲେନ୍ଥ ଅଛି କେତେ ହାଇଟ୍ ରଖିଲେ ଚୌକିର ବାରଟା ରହିବ ବା ଆର୍ମଟା ରହିବ ଗାଡ଼ି ଚଲାଉଛ ଗାଡ଼ିର ବ୍ରେକ୍ଟା କେଉଁଠି ରହିବ ଷ୍ଟିୟରିଂ କେଉଁଠି ରହିବ ସିଟ୍ କେତେ ହାଇଟ୍ରେ ରହିବ ଏବଂ ଗାଡ଼ିର ଏରୋପ୍ଲେନ୍ରେ ତାର ଯେଉଁ ଦେଖୁଛ ତମେ ଏଣ୍ଟାୟାର କମ୍ପ୍ୟୁଟର ସୁଇଚ୍ ସବୁ ସିଷ୍ଟମ୍ କେମିତି ହାତ ପାହାନ୍ତରେ ଚାଲୁ କରିପାରିବ ଏସବୁ ଏବଂ ଗୋଟେ ବ୍ଲାକ୍ ବୋର୍ଡ଼ରେ ସାଧାରଣତଃ ଟିଚର ଲେଖୁଛନ୍ତି ଆଜିକାଲି ହ୍ୱାଇଟ୍ ବୋର୍ଡ଼ ଆସିଲାଣି ସେ ବ୍ଲାକ୍ ବୋର୍ଡ଼ର କେତେ ଆମେ ସାଧାରଣତଃ ଦେଖୁଛେ 4 ଫୁଟରେ ଲମ୍ବାରେ ବା 4 ଫୁଟ ଚଉଡ଼ାରେ 6 ଫୁଟ ଲମ୍ବା କାହିଁ କରାହେଇଛି ସେ ତ ଛୋଟ ବ୍ଲାକ୍ ବୋର୍ଡ଼ ଆସୁଛି ଷ୍ଟାଣ୍ଡାର୍ଡ ଆମେ 3 ଫୁଟ 4 ଫୁଟରେ 6 ଫୁଟ 5 ଫୁଟ ଲମ୍ବା ଜଣେ ଟିଚରର ଆଭରେଜ ହାଇଟ୍ ଦେଖି ଆମେ ଲେଖିପାରୁଛେ ସେ କେତେ ହାତ ଉପରେ ଲେଖିପାରୁଛି କେତେ ତଳେ ଲେଖିପାରୁଛି କେତେ ତାର ହାତ ମୁଭମେଣ୍ଟ କରିପାରୁଛି ଏବଂ ତାକୁ ଦେଖିକିରି ଆମେ ତାକୁ କହୁଛେ ଏର୍ଗୋନୋମିକ୍ସ ଆନ୍ଥ୍ରୋପୋମେଟ୍ରି डिजाइन ऑफ वेरियस आस्पेक्ट सुटे डिजाइन करछे गारमेंट डिजाइन करछे तमे दुकान जाउ तो गारमेंट डिजाइन को मते ए साइज रो गारमेंट दियो शू दुकान जाउ तो ए साइज रो शू दियो सो ए सब डिजाइन आस्पेक्ट इतला आसुची एंथ्रोपोलॉजिकल ह्यूमन बॉडी मेजरमेंट द नॉलेज ऑफ फिजिकल एंथ्रोपोलॉजी इज यूज्ड एवं फिजिकल एंथ्रोपोलॉजिस्ट मते एम्प्लॉयमेंट पाउछन खाली जे फिजिकल एंथ्रोपोलॉजी नॉलेज यूज होची ता नै फिजिकल एंथ्रोपोलॉजी माने भी फोरेंसिक साइंस रे जेनेटिक सेंटर रे विभिन्न जगह रे डिजाइन सहित भी एंथ्रोपोलॉजिकल साइंस तार इम्पोर्टेंस रही एवं आम देखा आमर एंथ्रोपोलॉजी रो लिंक करवा बायोलॉजिकल एंथ्रोपोलॉजी सहित जो ओरिजिन ऑफ स्पीसीज आम जो देखा आम जो देखले एक्जाक्टली ओरिजिन स्पीसीज जो आसिला 1859 डार्विन कर ସେଇଠୁ ବେଶୀ ଲିଙ୍କ କରାଗଲା ଆନ୍ଥ୍ରୋପୋଲॉजी ର ଇଭଲ୍ୟୁସନ ସହିତ ଏଣ୍ଟାୟାର ଷ୍ଟଡି ସେ ଯୋଉ ବାହାର କଲେ ଇଭଲ୍ୟୁସନ ପ୍ରୋସେସ ଦି କମ୍ପ୍ଲେକ୍ସ ଇଭଲ୍ୟୁସନ ଇଜ ଏ କମ୍ପ୍ଲେକ୍ସ ପ୍ରୋସେସ ଫ୍ରମ ସିମ୍ପଲ ଟୁ କମ୍ପ୍ଲେକ୍ସ ସୋ ଏଇ ଟାଇପର ବିଭିନ୍ନ ମଡେଲ ଆମର ଆଗରୁ ଫିଜିକାଲ ଆନ୍ଥ୍ରୋପୋଲॉजी ମାନେ ଆରମ୍ଭ ହେଲା ତାକୁ ପଢିଥିଲେ ପରେ ବିଭିନ୍ନ ବ୍ରାଞ୍ଚ विभिन्न सब्जेक्ट मैटर नहीं विभिन्न ब्रांच फिजिकल एंथ्रोपोलॉजी करागला एवं फिजिकल एंथ्रोपोलॉजी यूज केमती हला से मनुष्यर भल पाई क्रिमिनल आइडेंटिफिकेशन पाई ए सबू गोटे एंटायर वर्ल्ड रे फिजिकल एंथ्रोपोलॉजी रो इंपोर्टेंस रहिला चाहिदा रहिला एवं जेकोसी डिपार्टमेंट आज खोलुची प्रथमे दुईटी डिपार्टमेंट खोलुची फिजिकल एंथ्रोपोलॉजी और सोशल एंथ्रोपोलॉजी ये दुईटा होची मेन जिनिस से किए कहती विदाउट दि फिजिकल एंथ्रोपोलॉजी दि सोशियो कल्चरल एंथ्रोपोलॉजी इज रूटलेस एंड विदाउट दि कल्चरल एंथ्रोपोलॉजी बा सोशल एंथ्रोपोलॉजी फिजिकल एंथ्रोपोलॉजी इज रूटलेस
सो बर्तमान आम देखा से जो फ्रूट कथा मनीषर कल्चरल इवोल्यूशन आसीगला मनीष एस्टाब्लीश होगला तापर आम देखुचे मनीषर विभिन्न स्टेज रे सोशल इवोल्यूशन आसीगला सोशल केमती से माने जनबसति कर रहिले गोटे जगह एग्रिकल्चर कले आगुरी केमती नमाडिक विभिन्न जगह नमाडिक स्टेज रे आसुले एवं परे परे गोटे जगह रहिले चली चलन खाइबा पीबा सबू ए सब मिसेकरी हम तो कहते कौन ना बर्तमान एट यूनिट 8 को आसिले कल्चरल डेवलपमेंट ऑफ कल्चरल एंथ्रोपोलॉजी बा सोशल एंथ्रोपोलॉजी आम सोशल एंथ्रोपोलॉजी कहते ब्रिटिश स्कूल को धरिक सोशल एंथ्रोपोलॉजी कहते एगुड़ा डिफरेंट ब्रांचेस बिगिनिंग ऑफ सोशल एंथ्रोपोलॉजी हम तक देखा बिगिनिंग ऑफ सोशल एंथ्रोपोलॉजी एवं क्लासिकल थ्योरीज बिगिनिंग ऑफ सोशल कल्चरल एंथ्रोपोलॉजी हम कहते से आम अर्ली 15th 16th सेंचुरी बेलू एंथ्रोपोलॉजी डेवलप कला क्लासिकल थ्योरी से 16th 17th सेंचुरी के आसला अमेरिकन एंथ्रोपोलॉजी आसला से 17th 18th सेंचुरी बेलू अमेरिकन ब्रिटिश फ्रेंच स्कूल सब से 16th 17th बेलू डेवलप कला किरकम डेवलप कर कॉलोनियल एरिया रे ब्रिटिश यूरोपियन माने जिते सारा विश्व रे ट्रेड द्वारा वाणिज्य द्वारा विस्तार करे डिफरेंट कॉलोनी एशिया रे आफ्रिका रे सब जगह कॉलोनी इंडिया भी आम 1600 मसीह 1947 इंडिपेंडेंट पर्यटन ब्रिटिश कॉलोनी अधीन थिला सो ये कॉलोनियल एडमिनिस्ट्रेशन बेले बहुत एंथ्रोपोलॉजिकल स्टडी ब्रिटिश स्कॉलर माने यूरोपियन स्कॉलर माने करछंती एवं ता परे परे भी पोस्ट कॉलोनियल परे परे जेतेले ब्रिटिश सरकार पलैची एवं एंथ्रोपोलॉजी डेवलपमेंट विभिन्न कंट्री रे इंडिया रे हो आफ्रिका रे हो जेकोसी कंट्री तार डिफरेंट एस्पेक्ट डेवलप करिछि एवं आम यदि डिटेल्स जीवा टिके भितर को हम देखिबा प्रथम आम देखुचे फिजिकल एंथ्रोपोलॉजी रे मनुष्य स्टडी करूछि कोन ह्यूमन कल्चर मेनली ह्यूमन कल्चर जोटा कंटेम्पररी सोसाइटी आम आगुरी ह्यूमन बायोलॉजिकल जिन पढ़ले मिसिंग लिंक कथा परे पढ़ा फसिल मेन कथा बर्तमान हम देखुचे दि प्रेजेंट कल्चर ह्यूमन कल्चर बा लिविंग स्टडी ऑफ द लिविंग बीइंग स्टडी ऑफ द लिविंग बीइंग आसला बेलू से ह्यूमन इवोल्यूशन सहित से एस्टाब्लीश करते सोशल इवोल्यूशन कल्चरल बायोलॉजिकल इवोल्यूशन देखिले से भी सोशल इवोल्यूशन सोशल एंथ्रोपोलॉजी भी कहले सोशल इवोल्यूशन भी रोची एवं सोशल इवोल्यूशन पे से कहते कौन ना गोटे जमी बायोलॉजी इवोल्यूशन कर सोशल डिफरेंट इंस्टीट्यूशंस मैरिज हो फैमिली हो अदर किनशिप हो जेकोसी सोशल प्राइमरी इंस्टीट्यूशन स्टडी आम इबी टाइलर रिलीजन हो ये सब इंस्टीट्यूशन सिंगल लाइन रे यूनि लिनियर डेवलपमेंट करिछि तार इवोल्यूशन से टाइलर कल्चरल इवोल्यूशन से देखुचंती एवं तापरे हम देखि आउ जने एंथ्रोपोलॉजिस्ट फ्रेजर से गोल्डन बो बोली 1890 रे गोटे बही लिखिले जो कि मैजिक रिलीजन साइंस को लिखिछथि वेरी इंटरेस्टिंग सेटा से मैजिक जेकोसी कल्चर रे भी आम आजिकली मैजिक देखुचे रिलीजन तो सब कल्चर अच्छी साइंस भी सब कल्चर अच्छी विल डिस्कस व्हेन यू डील विथ रिलीजन साइंस एंड कल्चर आगुरी मैजिक पीरियड रे थिला एबी मैजिक गाँ गहଳି रे अच्छी विभिन्न आदिवासी समाज रे मैजिक रो प्रचार चली तुम्हें भी मैजिक शो एवं देखु बड़ बड़ मैजिशियन मैजिक देखुं सो से मैजिक सहित रिलीजन कौन संपर्क एवं साइंस जो आसला मैजिकटा गोटे साइंटिफिक अच्छी ना इट इज बियॉन्ड साइंस सो साइंस जो मैजिक आसला आम से साइंस कथा कहीं जान नथिले रिलीजन मैजिक को लेकिन रिलीजन डेवलपमेंट होती साइंटिफिक डेवलपमेंट आसला आस्ते आस्ते मॉडर्न एज आम आसला साइंटिफिक डिस्कवरी आम से 17th सेंचुरी बेलू विभिन्न प्रकार साइंटिफिक मॉडर्न एज पड़े आसला मॉडर्न एज कहते अर्ली एज मॉडर्न एज कहते साइंटिफिक एज मॉडर्न एज एज ऑफ डिस्कवरीज ये सब आम देखुचे से फल विभिन्न टाइलर छड़ा मॉर्गन अमेरिकार एंशिएंट सोसाइटी स्टडी कर
से एंशिएंट सोसाइटी स्टडी कर लिखिले मैजिक रिलीजन सहित एंशिएंट सोसाइटी पूरा मोनोग्राफ स्टडी से कले कौन फैमिली कौन फैमिली सहित फैमिली स्ट्रक्चर कौन ये सब फंक्शन कौन एवं से सब डेवलपमेंट देखले एवं विभिन्न स्टडी टाइलर मॉर्गन ये सब स्टडी कला परे से माने गोटे बही लिखिले ये लिंक कला सहित से प्राइमेट सहित एवं ग्रेट मंकी सोसाइटी जहाँकि आम कहे प्राइमेट सोसाइटी सहित लिंक कर तो मनुष्य तो बिहेवियर बण जंगल रही जीवजंतु को देखुला शिखुला तेणु प्राइमेट बिहेवियर पर्टिकुलरली चिंपांजी बिहेवियर सहित मनुष्य बिहेवियर को लिंक कर सो से बिहेवियरल स्टडी लिंक करी ओरिजिन ऑफ प्राइमेट एंड बिहेवियर एंड ह्यूमन बिहेवियर सोसाइटी सहित लिंक कले एवं जो प्राइमेट कथा मनुष्य कथा आसला सोसाइटी कथा आसला से आसला चाष आसला प्रॉपर्टी कथा आसला प्रॉपर्टी भितर आगुरी सब ग्रुप प्रॉपर्टी थिला माने एंटायर विलेज रो लैंड विलेज रो प्रॉपर्टी थिला तापर इंडिविजुअल प्रॉपर्टी प्राइवेट प्रॉपर्टी आसला से इकोनॉमिक एस्पेक्ट रे प्राइवेट प्रॉपर्टी ओरिजिन ऑफ प्राइवेट प्रॉपर्टी आसला कि एबे भी गाँ गहली रे आदिवासी एरिया रे कोठो विलेज प्रॉपर्टी बोली रोची विलेज लैंड बोली रोची से माने आमे भी एबे मंदिर जमी जगन्नाथ जमी हजार हजार एकर जगन्नाथ जमी अच्छे कार इंडिविजुअल प्रॉपर्टी जगन्नाथ जमी समस्त यूज कर पारे जहाँ ये सब विषय सोशल एंथ्रोपोलॉजी आसीगला एवं इवोल्यूशन सोशल थ्योरीज इवोल्यूशन पढ़ागला एवं थ्योरी विषय आमर मेन आम कहवा फादर ऑफ द सोशल फंक्शन जो कहली फैमिली फंक्शन हो मैरेज फंक्शन हो इमाइल डरखाइम बोली जड़े ऑस्ट्रेलियन से ऑस्ट्रेलियन एबोरिजिन्स स्टडी कले जड़े इवोल्यूशनिस्ट एवं से स्टडी कले कौन फंक्शन कौन फादर ऑफ फंक्शनलिज्म बोली कहूँ सोसाइटी कहले फैमिली स्ट्रक्चर अच्छी फैमिली फंक्शन करुच्ची फैमिली स्ट्रक्चर कहले बापा माँ पुओ झील मिनिमम छुटिया न्यूक्लियर फैमिली सिंपल फैमिली फंक्शन कहले फैमिली केम चलुची फैमिली रूल्स रेगुलेशन कौन ताको फैमिली केमती फंक्शन बोली कहूँ फंक्शन फंक्शनल एस्पेक्ट ऑफ फैमिली सेमती सोसाइटी विभिन्न इंस्टीट्यूशन अच्छी सोसाइटी केमती फंक्शन करुच्ची ऑस्ट्रेलियन एबोरिजिन्स स्टडी करते डुरखेम सो फंक्शनलिज्म भी तापर आसला बोथ फंक्शन एंड स्ट्रक्चर रैडिकली ब्राउन स्टडी करते रैडिकली ब्राउन नाउ जन वेरी इम्पोर्टेंट सोशल एंथ्रोपोलॉजिस्ट से स्ट्रक्चर फंक्शन दीटा स्टडी कले एवं जड़े आसिले आमर मालिनोस्की से फंक्शन को लिंक कले नीड थ्योरी सहित माने मनुष्यर जहाँ नीड रोचे सोसाइटी किसी नीड रोचे नीड रहा द्वारा आम सोसाइटी वांट रहा द्वारा आम से नीड बा वांट अचीव करने विभिन्न काम करुचे सो नीड सहित से लिंक कर प्राइमरी नीड सेकेंडरी नीड प्राइमरी नीड रे आम आगुरी जानते तुम आगुरी पढ़ो फुड गोटे प्राइमरी नीड जीव ड्रेस बा क्लोथिंग गोटे प्राइमरी नीड जीव शेल्टर गोटे प्राइमरी नीड जीव ये सब प्राइमरी नीड सहित सेकेंडरी नीड फुड आसला बेलू फुड केमती आनिबा फुड केमती संग्रह करवा फुड केमती खाइबा केमती कुकिंग करवा कुकिंग पे निया दरकार कोड निया आनिबा कौन ये सब विभिन्न प्रोसेस फुड डिस्ट्रीब्यूशन टू आरंभ करी हेल्थ ये आसला तुम पिंधा कथा क्लोथिंग आसला माने मनुष्य आगुरी नेकेड रोला एवं भी गोटे जंगल एरिया रे पर्टिकुलरली अंडमान देखा गोटे ट्राइब ऑलमोस्ट बेयर बॉडी रोचे किसी पिंधि न क्लोथिंग कॉन्सेप्ट आसला लज्जा निवारण गच पत्र पिंधिले बकल पिंधिले आस्ते आस्ते पिंधापी लुगापटा विभिन्न प्रकार आसला तुम आसला शेल्टर खाली जंगल रोते गुंफार रोते गुंफा पर आसला छोट छोट कुड़िया पत्र कुड़िया के रहिले एबे शेल्टर विभिन्न प्रकार शेल्टर मल्टी स्टोरी हाई रेंज बिल्डिंग्स देखुचे किंतु एतले कल्चर स्टडी करुचे जी भी नेकेड मैन रोची जी भी सूट पिंधि रोची क्लोथिंग डिफरेंट हो पारे
ରହିବା ଷ୍ଟାଇଲରେ ଡିଫରେଣ୍ଟ ହେଇପାରେ, ତାଙ୍କର ବିଲ୍ଡିଂ ଡିଫରେଣ୍ଟ ହେଇପାରେ, ତାଙ୍କ ଘର ଡିଫରେଣ୍ଟ ହେଇପାରେ, କିନ୍ତୁ କଲଚର ଇଜ କିଏ ତାଙ୍କ କଲଚର କି ବଡ଼, ଆଦିବାସୀ କଲଚରଟା ବଡ଼ କି ଇଣ୍ଡିଆ କଲଚର କି ବଡ଼ କି ଆମେରିକା କଲଚର ବଡ଼ କି ବ୍ରିଟିଶ କଲଚର ବଡ଼, ସବୁ କଲଚର ସେ ତାଙ୍କ ପ୍ରତ୍ୟେକ ଲୋକର କଲଚର ରହୁଛି ଏବଂ କୋଉଟା ହାଇ କୋଉଟା ଲୋ ଆମେ ସେ କଥା କହିପାରୁନେ। ତାପରେ ପରେ ଆମେ ଯିବା ଦେଖିବା ଯେତେବେଳେ, କିନ୍ତୁ ଯେତେବେଳେ ଯେତେବେଳେ ଆମେରିକାନ ଷ୍ଟଡି ପ୍ରଥମେ କଲେ ବା ୟୁରୋପିଆନ ମାନେ ଷ୍ଟଡି କଲେ, ସେମାନେ ତାଙ୍କର ଷ୍ଟଡି ଥିଲା ହ୍ୱାଇଟ୍ ଡୋମିନେଟେଡ୍ ଷ୍ଟଡି, ଯାହା ହ୍ୱାଇଟ୍ କହିଲେ ହ୍ୱାଇଟ୍ ଆଣ୍ଡ ମେଲ୍, ହ୍ୱାଇଟ୍ ଆଣ୍ଡ ମେଲ୍ ଡୋମିନେଟେଡ୍ ଷ୍ଟଡି। ସେମାନେ ସବୁ ଯାହା ଇନଭେନସନ୍ ହେଇଛି ସବୁ ହ୍ୱାଇଟ୍ ମାନେ କରିଛନ୍ତି, ହ୍ୱାଇଟ୍ର ମେଲ୍ ମାନେ କରିଛନ୍ତି। ସେମାନେ ଆଉ ଫେମିନିଷ୍ଟ ଫିମେଲ ମାନଙ୍କ କଥା ଏତେ କହିନାହାନ୍ତି। ସବୁ ବହୁତ କାଁ ଭାଁ ଫିମେଲ ଆନ୍ଥ୍ରୋପୋଲୋଜିଷ୍ଟ ଅଛନ୍ତି, କିନ୍ତୁ ସେମାନେ ସେଟା ପରେ 1950 ପରେ ଆସିଲା। ସେଟା ଆମେ ଦେଖିବା ଯୋଉଟା ପୋଷ୍ଟ ମଡର୍ନ କଥା କହୁଛେ। ପୋଷ୍ଟ ମଡର୍ନରେ ଗୋଟେ ଆମେ ଏଇ ସାଇଣ୍ଟିଫିକ ଥିଓରି କଥା ଭୁଲିଗଲେ, ଆଉ ସାଇନ୍ସ ବା ରିଜନିଂ ବା ଲଜିକ କଥା ଭୁଲିଗଲେ। ସେତେବେଳେ ପଳେଇ ଆସିଲା ସେଇ ସବୁ କଲଚର ସମାନ, ବଣ ଜଙ୍ଗଲରେ ଯେମିତି ରହୁଛ ସମାନ, ସେ ସବୁ ସମାନ। ମଣିଷର ଇଭଲ୍ୟୁସନ ସହିତ ବି ସେମାନେ ଲିଙ୍କ କରୁଛନ୍ତି। ତୁମର ଆମେ ଡିସ୍କସନ କରିବା ସେଇ ବିଷୟ। ହଁ, ତାପରେ ବ୍ରିଟିଶ ସ୍କୁଲ, ଆମେରିକାନ ଟ୍ରାଡିସନ ଆସିଲା। ଆମେରିକାନ ଟ୍ରାଡିସନରେ ବିଭିନ୍ନ ଆନ୍ଥ୍ରୋପୋଲୋଜି ସେମିତି ତାଙ୍କର କଲଚର ଉପରେ ଏମ୍ଫାସିସ୍ ଦେଲେ। ହଁ, ବ୍ରିଟିଶ ସ୍କୁଲ ସୋସାଇଟି ଉପରେ ଇମ୍ପୋର୍ଟାଣ୍ଟ କରୁଥିଲେ, ସୋସିଓଲୋଜିକାଲ ସୋସିଆଲ ଆନ୍ଥ୍ରୋପୋଲୋଜି କହୁଥିଲେ ବା ସାମାଜିକ ନେତୃତ୍ୱ ବୋଲି କହୁଥିଲେ। ଆମେରିକାନ ମାନେ ତାକୁ ସାଂସ୍କୃତିକ ନେତୃତ୍ୱ ବା କଲଚରାଲ ଆନ୍ଥ୍ରୋପୋଲୋଜି କହିଲେ। ତାର ମେନ୍ ଲୋକ ଆମେ କହୁଛେ ବୋଆସ, ଫ୍ରେଞ୍ଚ ବୋଆସ, ଆମେରିକାନ ଆନ୍ଥ୍ରୋପୋଲୋଜି ଫାଦର ଅଫ ଆମେରିକାନ ଆନ୍ଥ୍ରୋପୋଲୋଜି ଆମେ ତାକୁ କହିବା। ଫ୍ରେଞ୍ଚ ବୋଆସ ସେ ବହୁତ ଷ୍ଟଡି କରିଛନ୍ତି ଏଇ ଷ୍ଟ୍ରକ୍ଚର ଉପରେ, ସୋସିଆଲ ଷ୍ଟ୍ରକ୍ଚର ଉପରେ। ବୋଆସ ତାଙ୍କର ଏବଂ ତାଙ୍କର ଷ୍ଟୁଡେଣ୍ଟ ଲେସ୍ଲି ହ୍ୱାଇଟ୍, ଜୁଲିୟନ ଷ୍ଟିୱାର୍ଟ, ହଁ, ଏବଂ କଲଚର ଏରିଆ ଉପରେ ଷ୍ଟଡି କରିଛନ୍ତି। କେମିତି ଗୋଟେ କଲଚର ଗୋଟେ ଏରିଆରେ ଫିକ୍ସ ରହୁଛି, ଗୋଟେ କୋର ଏରିଆରେ କଲଚର ସବୁ ଜିନିଷ ରହୁଛି, ତା ପେରିଫେରି ଗଲେ କଲଚର କେମିତି ଚେଞ୍ଜ କରିଯାଉଛି, ଏସବୁ କଲଚର ଏରିଆ କନସେପ୍ଟ ବା ତମର ଆମେରିକାନ ଆନ୍ଥ୍ରୋପୋଲୋଜି ମାନେ ତାକୁ ଷ୍ଟଡି କରିଛନ୍ତି। ଆଉ ଜଣେ କ୍ରୁକୋନ୍ ବୋଲି ଜଣେ ଆମେରିକାନ ଆନ୍ଥ୍ରୋପୋଲୋଜିଷ୍ଟ, ସେ ଜଣେ ଭଲ ଷ୍ଟଡି ଗୋଟେ ନାଭୋଆ ଆଇଲ୍ୟାଣ୍ଡ ଉପରେ ଷ୍ଟଡି କରିଥିଲେ। ତାଙ୍କର ୱିଚକ୍ରାଫ୍ଟ, ସେ ଯେଉଁ ମ୍ୟାଜିକ ୱିଚକ୍ରାଫ୍ଟ ରିଲେସନ ଦେଖେଇଥିଲେ। ଏବଂ ସେ ଆମେରିକାନ ଆନ୍ଥ୍ରୋପୋଲୋଜି ଏରକମ ଯେମିତି ସୋସିଆଲ ବ୍ରିଟିଶ ଆନ୍ଥ୍ରୋପୋଲୋଜି ଡେଭଲପ କଲା, ଆମେରିକାନ ଆନ୍ଥ୍ରୋପୋଲୋଜି ସାଇମଲ୍ଟେନିୟସଲି ଡେଭଲପ କରିଛି। ଏବଂ ସେଇ ଲାଷ୍ଟକୁ ସେଇ ଇଣ୍ଡିଭିଜୁଆଲ ଆଣ୍ଡ କଲଚର ଉପରେ ସେମାନେ ଏଣ୍ଡ କରିଛନ୍ତି। ଷ୍ଟଡି ଏବେ ବି ଚାଲିଛି ଇଣ୍ଡିଭିଜୁଆଲ ଆଣ୍ଡ କଲଚର, କିନ୍ତୁ ଏବେ ପୋଷ୍ଟ ମଡର୍ଣ୍ଣିଜିମ ଉପରେ ବେଶୀ ଚିନ୍ତା ହେଉଛି, ଫେମିନିଜିମ ଉପରେ ଚିନ୍ତା ହେଉଛି, ଫେମିନିଷ୍ଟିକ ଆନ୍ଥ୍ରୋପୋଲୋଜି ଚିନ୍ତା ହେଉଛି। ଏବଂ ସେଇ ସମସାମୟିକ ଫ୍ରେଞ୍ଚ ସ୍କୁଲ ବା ଫ୍ରେଞ୍ଚ ସ୍କଲାର ମାନେ କେମିତି ଡେଭଲପ କରିଛି ତାଙ୍କର ସେଇ ସେମ୍ ସମସାମୟିକ ଟାଇମରେ ଫ୍ରେଞ୍ଚ ସ୍କୁଲ ବାଲା ଷ୍ଟଡି କରିଛନ୍ତି। ସେ ଟଟେମିଜିମ ଗୋଟେ ସୋସାଇଟିର କ୍ଲାନ୍ ଅଛି ଏବଂ କ୍ଲାନର ଗୋଟେ ଅରିଜିନ୍ ଅଛି, କ୍ଲାନର ଗୋଟେ ସିମ୍ବଲ ଅଛି, ସିମ୍ବଲଟାକୁ ଟୋଟେମ୍ ବୋଲି କହୁଛେ। ଏବଂ ଫ୍ରେଞ୍ଚ ସୋସିଓଲୋଜି ଫିଲୋସଫର ଆମର କୋମ୍ଟେ ବହୁତ ତା ଉପରେ ଷ୍ଟଡି କରିଛନ୍ତି। ଲେଭିଷ୍ଟ୍ରସ୍ ମଧ୍ୟ ଷ୍ଟ୍ରକ୍ଚରାଲ ଆନ୍ଥ୍ରୋପୋଲୋଜି ଉପରେ ବହୁତ କାମ କରିଛନ୍ତି। ଏବଂ ଲେଭିଷ୍ଟ୍ରସ୍ ନାଁ ଶୁଣିଲେ ତ ଆନ୍ଥ୍ରୋପୋଲୋଜି ପିଲାମାନେ ଛାନିଆ ହେଇଯାନ୍ତି, କ'ଣ ସୋସିଆଲ ଷ୍ଟ୍ରକ୍ଚର, ସୋସାଇଟିର କ'ଣ ଷ୍ଟ୍ରକ୍ଚର ଅଛି, ଟେବୁଲର ସିନା ଷ୍ଟ୍ରକ୍ଚର ଅଛି, ଗଛର ସିନା ଷ୍ଟ୍ରକ୍ଚର ଅଛି, ଘରର ସିନା ଷ୍ଟ୍ରକ୍ଚର ଅଛି, ସୋସାଇଟିର କ'ଣ ଷ୍ଟ୍ରକ୍ଚର। ଯେମିତି ଟେବୁଲର ଷ୍ଟ୍ରକ୍ଚର ଅଛି, ସୋସାଇଟିର ବି ଷ୍ଟ୍ରକ୍ଚର ଅଛି। ଏବଂ ସେ ସୋସାଇଟିର ଷ୍ଟ୍ରକ୍ଚର କରିବା ପାଇଁ ମେନ୍ ଆଇଟମ୍ ନେଲେ କିନସିପ୍ ବା ଜ୍ଞାତି କୁଟୁମ୍ବ। ଜ୍ଞାତି କୁଟୁମ୍ବଟା କେମିତି ଆସିବ, ଫ୍ୟାମିଲିରୁ ଆସିବ, ଫ୍ୟାମିଲି ପରେ ମ୍ୟାରେଜରୁ ଆସିବ। ସେ ମ୍ୟାରେଜ, ଫ୍ୟାମିଲି ଏବଂ ଜ୍ଞାତି କୁଟୁମ୍ବ, ଏଇ ତିନିଟା ଜିନିଷ ନେଇକି ସେ ସୋସିଆଲ ଏବଂ ବିଭିନ୍ନ ଲୋକର ବିଭିନ୍ନ ରୋଲ, ବିଭିନ୍ନ ଲୋକର ବିଭିନ୍ନ ସହିତ ଅନୁଷ୍ଠାନ ସହିତ ରୋଲ। ତ ଷ୍ଟାଟସ୍, ଲୋକର ଷ୍ଟାଟସ୍, ବାପାର ବାପା ଷ୍ଟାଟସ୍, ସେ ଲୋକ ତାର କକେଇ ଷ୍ଟାଟସ୍, ତାର ପିଇସ ଷ୍ଟାଟସ୍, ତାର ଦଦେଇ ଷ୍ଟାଟସ୍, ତାର ଚାଚା ଷ୍ଟାଟସ୍, ତାର ସେକେଣ୍ଡାରୀ ଇନଷ୍ଟିଚ୍ୟୁଟ୍ ଗଲେ ତାର ଅଫିସର ଷ୍ଟାଟସ୍, ସେ ଯୋଉଠି ଗଲେ ତାର ଷ୍ଟାଟସ୍ ନେଇକି ସେ ରୋଲ ପ୍ଲେ କରୁଛି। ସୋ ଷ୍ଟାଟସ୍ ସହିତ ରୋଲ, ଏ ସବୁ ଷ୍ଟାଟସ୍ ଦେଖୁଛେ ଆମେ ତାର କହୁଛେ ଷ୍ଟ୍ରକ୍ଚର। ଗୋଟେ ଗୋଟେ ବିଭିନ୍ନ ଇନଷ୍ଟିଟ୍ୟୁସନର ବିଭିନ୍ନ ସୋସିଆଲ ଷ୍ଟ୍ରକ୍ଚର ରହୁଛି ଏବଂ ତାର ଫଙ୍କସନ ରହୁଛି। ସୋସିଆଲ ଫଙ୍କସନ ଷ୍ଟଡି ସେ ମୋଷ୍ଟଲି କିନସିପ୍ ରିଲେସନସିପ୍ ଉପରେ ଆରମ୍ଭ କଲେ। ଏବଂ
ଆମର ଯେତେବେଳେ କିନସିପ୍ ରିଲେସନ୍ ଷ୍ଟଡି କଲାବେଳକୁ କିନସିପ୍ରେ ରୋଲ୍ ଅଫ୍ ଓମେନ୍ ବି ଆସୁଛି। ଆଗରୁ ଓମେନ୍ ମାନଙ୍କର ଷ୍ଟଡି ଯେତେବେଳେ ପ୍ରଥମେ ଷ୍ଟଡି କରାହେଇଥିଲା, ମାଲିନୋସ୍କି ଷ୍ଟଡି କରିଥିଲେ, ସେ ୱିମେନ୍ ମାନଙ୍କର ଷ୍ଟଡି ଏତେ କରିନଥିଲେ। ଫ୍ରେଞ୍ଚ ସ୍କୁଲ ଆସିଲା ବେଳକୁ, ରାଡିକାଲି ବ୍ରାଉନ୍ ବ୍ରିଟିଶ ସ୍କୁଲରୁ ଆସିଲା ବେଳକୁ ଏସବୁ ୱିମେନ୍ ମାନଙ୍କ କଥା ଷ୍ଟଡି କଲେ। ପରେ ପରେ ଜର୍ମାନ ଫିଲୋସଫର ମାର୍କ୍ସର କଥା ଆସିଲା, ଯେତେବେଳେ ପ୍ରପର୍ଟି ଆସିଲା, ଇକୋନୋମି ଆସିଲା, ସମ୍ପତ୍ତି ଆସିଲା। ଆଗରୁ ସବୁ କ୍ୟାପିଟାଲିଷ୍ଟିକ ଓରିଏଣ୍ଟେଡରେ ପାଠ ପଢା ହଉଥିଲା। ନିଜର ସମ୍ପତ୍ତି ସାମାଜିକ ସାମ୍ୟବାଦ ସହିତ କିଛି ଲିଙ୍କ କରୁନଥିଲା। ତେଣୁ ମାର୍କ୍ସ ଆସି କହିଲେ ନାଇଁ ନାଇଁ, ଇକୋନୋମିଟା ସମସ୍ତଙ୍କ ପାଖରେ ସମାନ ରହିବ, ପୁଅର ଯେମିତି ଝିଅର ସେମିତି, ବା ମେଲର ଯେମିତି ଫିମେଲ ସେମିତି, ସେ ସବୁ ତାଙ୍କର ମାର୍କ୍ସିଆନ ଥିଓରି ଡେଭଲପ କଲା। କିନ୍ତୁ ସେଇ ଟାଇମରେ କେହି ତାକୁ ଇଏ କରିନଥିଲେ, ଷ୍ଟଡି କରିନଥିଲେ। ଏବଂ ଯେତେବେଳେ ଆମେ କହୁଛେ କଲଚର କଥା, କଲଚର ବିହେଭିୟର କଥା, ଆମେ ତାକୁ ସିମ୍ବଲ କଥା କହୁଛେ। ଗୋଟେ ଲିଙ୍ଗୁଇଷ୍ଟିକ ଷ୍ଟଡି ଆସିଲା ଏଇ ସିମ୍ବଲରୁ, ବିଭିନ୍ନ ପ୍ରକାର ହ୍ୟୁମାନ ସିମ୍ବଲ, ଯୋଉଟାକି ଆମେ ପ୍ରାଇମେଟରୁ ଶିଖିଛେ। ମଣିଷ ସିମ୍ବଲ ଦେଖୁଛେ, କେମିତି କଥା କହୁଛି, କେମିତି ୱିଦାଉଟ୍ ଟକିଂ ସେ କେମିତି ତାର ଭାବକୁ ପ୍ରକାଶ କରୁଛି। ସୋ according to anthropologists like Gitch, କ୍ଲିଫୋର୍ଡ ଗିଟ୍ସ, ସେ ଏଇ ହ୍ୟୁମାନ ସିମ୍ବଲିଜିମ ଉପରେ ବହୁତ ଷ୍ଟଡି କରିଛନ୍ତି, ହ୍ୟୁମାନ ସିମ୍ବଲିଜିମ ଉପରେ। ତାପରେ ପରେ ବହୁତ ସାଇଣ୍ଟିଫିକ ଷ୍ଟଡି ବି ହେଇଛି। ଏବଂ ପରେ ପରେ ଏଇ ଷ୍ଟ୍ରକ୍ଚରାଲ ଫଙ୍କସନାଲ ଆପ୍ରୋଚ ନେଇକିରି ତମର ଲାଙ୍ଗୁଏଜ ଏବଂ ବିଭିନ୍ନ ସୋସାଇଟିର ରିଟେନ୍ ଲାଙ୍ଗୁଏଜ ନଥିଲେ ବି ତାଙ୍କର କଥୋପକଥନ ଲାଙ୍ଗୁଏଜ ଅଛି। ଏବଂ ସେ ଲାଙ୍ଗୁଏଜ କ୍ୟାରିୟର ଅଫ୍ ଦି ସୋସାଇଟି, କ୍ୟାରିୟର ଅଫ୍ ଦି କଲଚର, সেটা ଲାଙ୍ଗୁଏଜ ନଥିଲେ ବା ସିମ୍ବଲ ନଥିଲେ এটা କିଛି ଆସିପାରିବ ନାହିଁ। ଏବଂ ତାପରେ ପରେ ଆମେ ଦେଖୁଛେ ପୋଷ୍ଟ କଲୋନିଆଲ ବା କ୍ରିଟିକାଲ ପିରିୟଡ଼ ଆମେ ଦେଖୁଛେ ଆନ୍ଥ୍ରୋପୋଲୋଜିର, ଯୋଉଟାକି ମୁଁ କହିଲି ଆଗରୁ ଆମର ଯେତେବେଳେ ଟ୍ରେଭିଆନ୍ ଆଇଲ୍ୟାଣ୍ଡ ଷ୍ଟଡି କରିଥିଲେ, ସେତେବେଳେ ପ୍ରଥମେ ଏଡୱାର୍ଡ ସେ କହିଲେ କ'ଣ ନା, ସେତେବେଳେ ନଥିଲା ମାଲିନୋସ୍କିର, ଯେତେବେଳେ ଟ୍ରେଭିଆନ୍ ଆଇଲ୍ୟାଣ୍ଡର ସେ ଇକୋନୋମିକ କଥା ଯଦିଓ କହିଥିଲେ, ସୋସିଆଲ କଥା କହିଥିଲେ, ସେଥିରେ ୱିମେନ୍ର ରୋଲ କଥା କିଛି କହିନଥିଲେ। ଏବଂ ମାଲିନୋସ୍କି ଭଳିଆ ଜଣେ ସାଇଣ୍ଟିଷ୍ଟ କ୍ରିଟିସାଇଜ ହେଲେ ଯେ ୱିମେନ୍ ମାନଙ୍କର ଇମ୍ପୋର୍ଟାନ୍ସ ସେ ଦେଇନଥିଲେ। ଏବଂ ତାପରେ ପରେ ଯେତେବେଳେ ଷ୍ଟଡି ଆସିଲା, ୱିମେନ୍ ମାନଙ୍କର ଇମ୍ପୋର୍ଟାନ୍ସ ଆସିଲା, ଫେମିନିଷ୍ଟ ଆନ୍ଥ୍ରୋପୋଲୋଜି ବ୍ରାଞ୍ଚ ଆସିଲା। ଏବଂ ତାପରେ ପରେ ଯେତେବେଳେ ଫେମିନିଷ୍ଟ କଥା ଆସିଲା, ବହୁତ ନୂଆ 1950, 60, 70 ପରେ post modern critical feminist writers like Donna Haraway, Hadling in 1931 ବହୁତ କଥା ଲେଖିଲେ। ମାର୍ଗାରେଟ ମିଡ୍ ଜଣେ ଫିମେଲ ୱିମେନ୍ ଆନ୍ଥ୍ରୋପୋଲୋଜିଷ୍ଟ, ସେ ସବୁ ୱିମେନ୍ ମାନଙ୍କର ଇମ୍ପୋର୍ଟାନ୍ସ ଉପରେ ଲେଖିଲେ। ଏବଂ ଆନ୍ଥ୍ରୋପୋଲୋଜି, ସୋସିଆଲ ଆନ୍ଥ୍ରୋପୋଲୋଜିର ଡେଭଲପମେଣ୍ଟ ତାପରେ ଆସିଲା। ଖାଲି ଯେ ମେନ୍ ଷ୍ଟଡି କନସେନଟ୍ରେସନ ହେଇଥିଲା ସେଥିରେ ନୁହେଁ, ଏବଂ ସେ ଥିଓରି ଚେଞ୍ଜ ହେଲା। ମେନ୍ ୱିମେନ୍ ସବୁ ସୋସାଇଟିରେ ଭେରି ଇମ୍ପୋର୍ଟାଣ୍ଟ, ମ୍ୟାନ୍ ମାନଙ୍କର ଯେତିକି ଇମ୍ପୋର୍ଟାଣ୍ଟ ରହିଲା, ୱିମେନ୍ ମାନଙ୍କର ସେତିକି ଇମ୍ପୋର୍ଟାନ୍ସ ରହିଲା। ଏବଂ ଯେତେବେଳେ ଆମେ ଦେଖୁଛେ ରିସେଣ୍ଟ ଟ୍ରେଣ୍ଡ, ଆମେ ଯଦି ଦେଖିବା, ଏଇ ଯେଉଁ କହୁଛେ ପୋଷ୍ଟ ମଡର୍ଣ୍ଣ, ଯେଉଁ କଥା ଆମେ ଚିନ୍ତା କଲେ, ପୋଷ୍ଟ ମଡର୍ଣ୍ଣରେ ଆମେ ଦେଖିଲେ ବାୟୋଲୋଜିକାଲ ଇଭଲ୍ୟୁସନ ଦେଖିଲେ, ଡାରୱିନଙ୍କର ଇଭଲ୍ୟୁସନ ଥିଓରି ଦେଖିଲେ, କେମିତି ପାଣିରୁ ଜୀବ ଆସିଲା, ସୋସିଓଲୋଜିକାଲ ଇଭଲ୍ୟୁସନ ଦେଖିଲେ, କଲଚର କେମିତି ଡେଭଲପ କଲା। ତ ସୋସିଆଲ ଇଭଲ୍ୟୁସନ, ବାୟୋଲୋଜିକାଲ ଇଭଲ୍ୟୁସନ ଆଗ ଆସିଲା, ସୋସିଆଲ ଇଭଲ୍ୟୁସନ ପରେ ଆସିଲା। ତ ପୋଷ୍ଟ ମଡର୍ଣ୍ଣିଜିମ ଯେତେବେଳେ ଆସିଲା 1950, 60 ପରେ, ଆମେ ଆଉ ସାଇଣ୍ଟିଫିକ ତତ୍ତ୍ୱକୁ ଏତେ ବିଚାରକୁ ନେଲେ। ଆମେ ସେଇ ଏଜ ଓଲ୍ଡ ଆମର ଚିନ୍ତା, ଟ୍ରାଡିସନାଲ ଚିନ୍ତା, ଇଣ୍ଡିଜେନିୟସ ଚିନ୍ତା, ଆମର ଇଭିନ୍ ଇଣ୍ଡିଆନ ସାଇଣ୍ଟିଫିକ ଚିନ୍ତା ଆମେ ଚିନ୍ତା କଲେ। ଆମର ଯାହା ଅଛି କଲଚର, ଏଥର 10 ଅବତାର କଥା ତମେ ଚିନ୍ତା କରୁଛ। 10 ଅବତାର ଭାବିଲା ବେଳକୁ ତୁମେ 10 ଅବତାର ଏବଂ ହ୍ୟୁମାନ ଇଭଲ୍ୟୁସନ, 10 ଅବତାର ଏବଂ ହ୍ୟୁମାନ ଇଭଲ୍ୟୁସନ ସହିତ ଲିଙ୍କ କରୁଛ। ଆମର ଖାଲି ହ୍ୟୁମାନ କଲଚରାଲ ଇଭଲ୍ୟୁସନ ଏବଂ ହ୍ୟୁମାନ ଫିଜିକାଲ ଇଭଲ୍ୟୁସନ, ଦୁଇଟା ଲିଙ୍କ କରୁଛି 10 ଅବତାରକୁ ନେଇକି। 10 ଅବତାର ଦେଖିବା ଯଦି, ପ୍ରଥମେ ମଣିଷ ଆନିମଲ ପାଣିରୁ ଆସିଲା, ତ ପାଣି ସହିତ ଆମେ ଦେଖିଲେ ମତ୍ସ୍ୟ ଅବତାର ଫାଷ୍ଟ ଆସିଲା। ତାପରେ ଆସିଲା କୁର୍ମ ଅବତାର ବା କଇଛ ଅବତାର, ସେ ପାଣି ଉଭୟ ଜଳ ସ୍ଥଳ ଆସିଲା। ତାପରେ ଆସିଲା
ଏପର୍ଯ୍ୟନ୍ତ ଏଷ୍ଟାବ୍ଲିଶ ହେଇନି କଲଚର। ତାପରେ ଆସିଲା ତମର ବରାହ ଅବତାର, ପୁରା ମାଟିରେ ଆସିଲା। ବରାହ ପରେ ଆସିଲା ତମର ନୃସିଂହ ଅବତାର, ନରବାନର ନରସିଂହ ବୋଥ ଆସିଲା ନୃସିଂହ ଅବତାର। ନୃସିଂହ ପରେ ଆସିଲା ସ୍ମଲ୍ ହାଇଟ୍ ମ୍ୟାନ୍, ବାମନ ଅବତାର, ମଣିଷ ଆସିଗଲା ଫୁଲ୍ ପ୍ଲେଜେଣ୍ଟ ବାମନ। ମଣିଷ ଯେତେବେଳେ ଛୋଟେ ଛୋଟେ ଚାଲୁଥିଲା ବାମନ ଅବତାର ଆସିଲା। ବାୟୋଲୋଜିକାଲି ଇଭଲ୍ୟୁସନ କେମିତି ଆସୁଛି ଦେଖ। ଏବଂ ତାପରେ ପରେ ଆସିଲା ତମର ପରଶୁରାମ ଅବତାର, ମାନେ ଯେହେତୁ କଲଚର ଡେଭଲପ କଲା। ବାମନ ଅବତାର ବାଡ଼ି ଧରିଥିଲେ, ଗୋଟେ ଛତାଟେ ଧରିଥିଲେ, ଇଏ ପଶୁ ଧରିଲେ, ଏକ୍ସ ଆସିଲା, ଗୋଟେ ଡେଭଲପମେଣ୍ଟ ଆସିଲା। ତାପରେ ଆସିଲା ରାମ ଅବତାର, ଆଉ ଟିକେ ଡେଭଲପ ଆସିଲେ ଏବଂ ସେ ଆସିଲେ କ'ଣ ବୋ ଆଣ୍ଡ ଆରୋ ଆସିଲା, କଲଚରାଲ ଇଭଲ୍ୟୁସନ ଆସିଲା। ବୋ ଆଣ୍ଡ ଆରୋ ଆଉ ଟିକେ ଡେଭଲପ ଇନଷ୍ଟ୍ରୁମେଣ୍ଟ। ତାପରେ ଆସିଲେ ତମର କୃଷ୍ଣ ଅବତାର। କୃଷ୍ଣ ଅବତାର ଆସିଲା ବେଳେ ସେଠି ତମର ବ୍ରହ୍ମାସ୍ତ୍ର ଆସିଲାଣି, ଚକ୍ର ଆସିଲାଣି, ବହୁତ ପଲିଟିକ୍ସ ଆସିଲାଣି। ପୁରା କୃଷ୍ଣ ଅବତାର ଗୋଟେ ଆମେ ଏଷ୍ଟାବ୍ଲିଶଡ ହ୍ୟୁମାନ କଲଚରାଲ ସହିତ ତାଙ୍କର ରିଲିଜିଅନ ସହିତ ତାକୁ ଏଷ୍ଟାବ୍ଲିଶ ହେଲା। ଏବଂ କୃଷ୍ଣ ଅବତାର ପରେ ଆମେ ଆସୁଛୁ ଶାନ୍ତି ଯୁଗ, ବୁଦ୍ଧ ଅବତାର ଗୋଟେ ଗୋଟେ ଆସୁଛି ପିସଫୁଲ। ଆମେ କେମିତି ସମସ୍ତେ ବର୍ତ୍ତମାନ ୱାର୍ଲଡରେ ପିସ୍ ଖୋଜୁଛେ। ବୁଦ୍ଧ କେମିତି ଆଗରୁ ଚଣ୍ଡାଶୋକ ଥିଲେ, ତାପରେ ବୁଦ୍ଧଙ୍କ ବଳରେ ଅଶୋକ କେମିତି ବୁଦ୍ଧଙ୍କର ରିଲିଜିଅନ ଫଲୋ କରିକିରି ଧର୍ମାଶୋକ ପାଇଲେ, ୱାର୍ଲଡ ଅଫ ପିସ୍। ଏବଂ ଲାଟେଷ୍ଟ ଫ୍ୟୁଚର ଅବତାର ଯୋଉଟାକି କଳ୍କି ଅବତାର, 19 ତାରିଖରେ ପ୍ରାଇମ ମିନିଷ୍ଟର ଯିବେ ଇନାଗୁରେଟ କରିବା ପାଇଁ। କଳ୍କି ଧାମର ହବ, ନୂଆ ଗୋଟେ ପ୍ରତିଷ୍ଠା ହବ। କଳ୍କି ଅବତାର କିଏ କହୁଛି ଆସିଲେଣି, କିଏ କହୁଛି ଆସିବେ। এইরকম ଦିସ୍ ଇଜ ପୋଷ୍ଟ ମଡର୍ନ କନସେପ୍ଟ। ଏଥିରେ ରିଲିଜିଅନ କଥା, ଏଥିରେ ସାଇନ୍ସ କଥା କିଛି ନାହିଁ। ଇଟ୍ ଇଜ ବିୟଣ୍ଡ ସାଇନ୍ସ, ଯୋଉଟାକି ଆମର 5000 ବର୍ଷ ତଳରୁ ଇଣ୍ଡିଆନ ସ୍କଲାର ମାନେ ଚିନ୍ତା କରିଥିଲେ। ହ୍ୟୁମାନ ବାୟୋଲୋଜିକାଲ ଇଭଲ୍ୟୁସନ ସହିତ କଲଚରାଲ ଇଭଲ୍ୟୁସନ ଲିଙ୍କ କରୁଥିଲେ। ସୋ ଫ୍ରେଣ୍ଡସ୍, ଆଜି ପାଇଁ ଏତିକି ଥାଉ। ସୋ ଥ୍ୟାଙ୍କ ୟୁ ସୋ ମଚ୍।